ଏନର୍ଜି ତାର କଥା ହଉଛି ମାନେ ହଉଛି ଏନର୍ଜି। ଏନର୍ଜି ଯେମିତି କୁହାଯାଏ ନାଇଦର କ୍ରିଏଟ ନର ଡେଷ୍ଟ୍ରୟ ଓନ୍ଲି ଟ୍ରାନ୍ସଫର। ଏନର୍ଜି ଆମେ ମାନେ ଯେମିତି ଠାକୁରକୁ ଜଣେ ଭକ୍ତ ପଚାରୁଛନ୍ତି ଯେ ଠାକୁର ଏଇ ଯୋଉ ମୋ ଭିତରେ ଏ ଭଲ ପାଇବା ଟା କାହିଁକି ଦିନକୁ ଦିନ କମି ଯାଉଛି। ଠାକୁର ସେତେବେଳେ କହୁଛନ୍ତି ଭଲ ପାଇବାଟା ଗୋଟେ ଇନବିଲ୍ଟ ସିଷ୍ଟମ। ଯେମିତି ଗୋଟେ କମ୍ପ୍ୟୁଟରରେ ହାର୍ଡୱେର ଗୋଟେ ଇନବିଲ୍ଟ ସିଷ୍ଟମ, କିନ୍ତୁ ସଫ୍ଟୱେର ଟାକୁ ଆମକୁ ଡେଭଲପ କରିବାକୁ ପଡେ। ସେମିତି ଭଲ ପାଇବା ବା ଭକ୍ତି ଏଇଟା ହଉଛି ଗୋଟେ ଇନବିଲ୍ଟ ସିଷ୍ଟମ। ଆକୁ ଆମେ ସତ୍ ମାର୍ଗରେ ପରିଚାଳିତ ହେଲେ ଏଇଟା ଡେଭଲପ ହେଇଥାଏ। ତେଣୁ ସେଥିପାଇଁ ଯାହା ସାଇନ୍ସ କହୁଛି ଏଇ ଯୋଉ ସୋକଲ୍ଡ ଆମେ ମାନେ ଯୋଉ ବ୍ରହ୍ମାଣ୍ଡ ଦେଖୁଛେ, ଏ ବ୍ରହ୍ମାଣ୍ଡର ଗୋଟେ ସ୍ମଲ ପ୍ଲାନେଟ ହଉଛି ଆର୍ଥ। ଏ ଆର୍ଥ ଟା କ୍ୱାଣ୍ଟମ ଫିଜିକ୍ସ କହୁଛି ଆର୍ଥ ର ଏଭ୍ରିଥିଙ୍ଗ ଇଜ ଏନର୍ଜି। ଆମେ ପ୍ରତ୍ୟେକଟି ଆଜି ମୁଁ ଆପଣଙ୍କ ପାଖରେ ଦୀପଦ ସେ ପ୍ରିୟ ପରମଙ୍କର କଥା ତୁଳି ଧରୁଛି। ଆ ଭିତରେ ଦେଇକରି ଗୋଟେ ଏନର୍ଜି ମୋ ଭିତରେ କ୍ରିଏଟ ହେଇଛି। ସେଇ ଏନର୍ଜି ଟା ଗୋଟେ ତରଙ୍ଗ ଭିତରେ ଦେଇକରି ଆପଣଙ୍କ ପାଖରେ ଟ୍ରାନ୍ସଫର ହେଇକରି ପହଞ୍ଚୁଛି। ସେଇଭଳି ଏଇ ଯୋଉ ସୋକଲ୍ଡ ଏନର୍ଜି ତାଙ୍କୁ ମଧ୍ୟ ସାଇନ୍ସ ମଧ୍ୟ କହୁଛି ବା ସେଇଟା ମଧ୍ୟ ଭଗବତ ଗୀତାରେ ଶ୍ରୀକୃଷ୍ଣ ମଧ୍ୟ ପ୍ରୁଭ କରିଛନ୍ତି। ନେଇନ ଛିନ୍ଦନ୍ତି ଶାସ୍ତ୍ରାଣୀ ନେଇନ ଦାହନ୍ତି ପାବକ ନଚେଇନ କ୍ଲେଦୟନ୍ତପ ନ ଶୋଷୟନ୍ତି ମରୁତ। ଯେମିତି ଆତ୍ମାକୁ କେହି ମାରିପାରିବେନି, କି ପବନ ତାକୁ ଉଡେଇ ପାରିବନି, କି ପାଣି ତାକୁ ବୁଡେଇ ପାରିବନି, କି କୌଣସି ଅସ୍ତ୍ର ଶସ୍ତ୍ର ତାକୁ କାଟି ପାରିବେନି। ସେଇଭଳି ସେଇଭଳି ହଉଛି ଆମର ଶକ୍ତି। ଯୋଉ ଭଗବାନ ପରମପିତା ଆମକୁ ଯୋଉ ଶକ୍ତି ଦେଇକରି ପଠେଇଛନ୍ତି ପୃଥିବୀକୁ, ସେ ଶକ୍ତି ନାଇଦର କ୍ରିଏଟ ନର ଡେଷ୍ଟ୍ରୟ, ସେଟା ଇନବିଲ୍ଟ। ଓନ୍ଲି ଟ୍ରାନ୍ସଫର ହେଇପାରିବ ଗୋଟେ ଜାଗାରୁ। ଆଜି ସୁଭାଷ ଭାଇ ଗରିବ ଅଛନ୍ତି, କାଲି ତାଙ୍କର ପିଲା ଜଣେ ଜବ୍ କରିବ, ଝିଅ ଜବ୍ କରିବ, ସେ କାଲି ଧନୀ ହେଇଯାଇ ପାରନ୍ତି। ତ ସେଟା ଟ୍ରାନ୍ସଫର ହବ ୱାନ ପ୍ଲେସ ଟୁ ସରପ୍ଲସ ବା ଡେଫିସିଟ ରୁ ସରପ୍ଲସ କୁ ଟ୍ରାନ୍ସଫର ହେଇଗଲା। ବଟ ସେଇଟା ଆଉ ମାନେ ନାଇଦର କ୍ରିଏଟ ଅର ନର ଡେଷ୍ଟ୍ରୟ। ସେଟାକୁ କେହି ମାରି ପାରିବେନି, ବୁଡେଇ ପାରିବେନି, ପୋଡି ପାରିବେନି। ଯେମିତି ଆତ୍ମା ଯାହା ଆମର ସେଇଥିପାଇଁ ଏନର୍ଜି ସେଇଆ। ସେଥିପାଇଁ ଆପଣ ଯୋଗିକ ସାଇନ୍ସ ଯଦି ଆମେ ଅନୁଧ୍ୟାନ କରିବା, ଗୋଟେ ସୁନ୍ଦର ଜିନିଷ ଆମେ ମାନେ ଜାଣିପାରିବା। ଯୋଉ କଥା ଶାସ୍ତ୍ର କହୁଛି ଯାହା ଅଛି ବ୍ରହ୍ମାଣ୍ଡେ ତାହା ଅଛି ଭାଣ୍ଡେ। ଏଇ ଯୋଉ ବ୍ରହ୍ମାଣ୍ଡ ଭିତରେ ଯାହା ଅଛି ସେଇଟା ହଉଛି ଆମର ଭାଣ୍ଡ। ଏଇ ଭାଣ୍ଡ କଣ? ଏ ଭାଣ୍ଡ ହଉଛି ମଣିଷ ଶରୀର। ଏଇ ମଣିଷ ଶରୀର ଭିତରେ ସେଇ ଜିନିଷ ଟେକ ପ୍ଲେସ ହଉଛି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଆମର ଶରୀର ଟା ପଞ୍ଚଭୂତରେ ତିଆରି ହେଇଛି। କ୍ଷିତି ଅପ ତେଜ ମରୁତ ବ୍ଯୋମ। ତେଣୁ ମଣିଷ ଶରୀରରେ ଏଇ ମଣିଷ ଶରୀର ଇଟ ସେଲ୍ଫ ଇଜ ଏନର୍ଜି। ଏଇ ଏନର୍ଜି ଟା ଆପଣ ମାନେ ଦେଖିବେ ଆମେ ମାନଙ୍କର ସାଧାରଣତଃ ଆମେ ମାନେ ସବୁ ଆମର ମୁଭମେଣ୍ଟ ଇଜ ପସିବୁଲ ଯେ ଆମର ବ୍ୟାକବୋନ ଯୋଗୁ। ଆମେ ବସି ପାରୁଛେ, କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହଉଛେ। ଏଇଟା ହଉଛି ଈଶ୍ୱର ଦତ୍ତ। ଏଇ ଯୋଉ ସୋକଲ୍ଡ ଆମର ଯୋଉ ବ୍ୟାକବୋନ ଟି ଆମକୁ ପ୍ରାପ୍ତ ହେଇଛି, ସେ ବ୍ୟାକବୋନ ଭିତରେ ଗୋଟେ ମାନେ ସି ଏସ୍ ଏଫ ସେରିବ୍ରାଲ ସ୍ପାଇନାଲ ଫ୍ଲୁଇଡ ଯାଉ ଅତିକ୍ରମ କରେ ଷ୍ଟେପ ବାଇ ଷ୍ଟେପ ଦେଇକରି। ଯାହାକୁ ଯୋଉ ଷ୍ଟେପ ବାଇ ଷ୍ଟେପକୁ ଆମେ କଣ କହୁ ଷଡ ଚକ୍ର ବୋଲି କହିଥାଉ। ସେଇଟା ଗୋଟେ ସୁଷ୍ମନା ନାଡି ଅଛି। ସେ ସୁଷ୍ମନା କାଣ୍ଡ ଭିତରେ ଦେଇକରି ସେଇଟା ମାନେ ଗୋଟେ ସ୍ତର 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 ଦେଇକରି ଯାଏ। ତେଣୁ ସେଇ ଛଅଟା ଏକ ସ୍ତରକୁ ଆମେ କଣ କହୁ ନା ପେଲଭିକ, ବୋଷ୍ଟାଟିକ, ସୋଲାର, କାର୍ଡିଆକ, ଫାରେଞ୍ଜିଆଲ ଆଣ୍ଡ ମେଡୁଲା। ତେଣୁ ସେଥିପାଇଁ କୁହାଯାଏ ମୂଳାଧାର, ସ୍ଵାଧିଷ୍ଠାନ, ମଣିପୁର, ଆଉ ବିଶୁଦ୍ଧ ଚକ୍ର, ଆଜ୍ଞା ଚକ୍ର। ତେଣୁ ସେଇ ଯୋଉ ଛଅଟା ଚକ୍ର ଦେଇକରି ଇଏ ଗତି କଲା। ତେଣୁ ସେଇ ପ୍ରଥମ ଯୋଉ ମୂଳାଧାର ଚକ୍ର, ଯୋଉ ମୂଳାଧାର ଚକ୍ରରେ ଆମର ଯୋଉ ଦୁଇଟା ନାଡି ରହିଲା, ଗୋଟେ ହେଲା ସୂର୍ଯ୍ୟ ନାଡି ଆଉ ଗୋଟେ ହେଲା ଚନ୍ଦ୍ର ନାଡି। ଯାହାକୁ ଆମେ ଇଡା ଆଉ ପିଙ୍ଗଳା ବୋଲି ମଧ୍ୟ କହିଥାଉ। ଆଉ ସେଥିରୁ ଗୋଟେ ହେଲା ପଜିଟିଭ ଏନର୍ଜି ଆଉ ଗୋଟେ ହେଲା ନେଗେଟିଭ ଏନର୍ଜି। ତେଣୁ ଏଇ ପଜିଟିଭ ଏନର୍ଜି ନେଗେଟିଭ ଯେମିତି ସାଧାରଣତଃ ଆମେ ମାନେ ଜାଣିଛେ ଗୋଟେ ପଜିଟିଭ ଆଉ ନେଗେଟିଭ ମାନେ କଣ୍ଟାକ୍ଟ ୱିଥ ଇଚ ଅଦର ଯେତେବେଳେ ପରସ୍ପରର ସଂସ୍ପର୍ଶରେ ଆସେ ସେତେବେଳେ ଗୋଟେ ବିରାଟ ମାନେ ଇଞ୍ଜିନକୁ ମଧ୍ୟ ସେମାନେ କାର୍ଯ୍ୟକ୍ଷମ କରିଦିଅନ୍ତି। ଆଉ ଟିକେ ବାସ୍ତବ ରୂପେ ଆମେ ଜାଣିପାରିବା ଆମ ଘର ମାନେ ମା ମାନେ ସବୁ ଡିଆସିଲ ୟୁଜ କରୁଛନ୍ତି। ଆପଣ ଦେଖନ୍ତୁ ଡିଆସିଲି ଅଛି କାଠି ଅଛି। କିନ୍ତୁ ଆପଣ ତାକୁ ଯଦି ସଂଯୋଗ ନ କରିବେ ଆପଣ ଅଗ୍ନିକୁ ପ୍ରାପ୍ତ ହେଇପାରିବେନି।
ତେଣୁ ସେଇଭଳିଆ ପଜିଟିଭ ଏନର୍ଜି ଆଉ ନେଗେଟିଭ ଏନର୍ଜିର ସଂସ୍ପର୍ଶରେ ନ ଆସିଲେ ଆପଣଙ୍କୁ ଅଗ୍ନିର ବା ଯୋଉ ଏନର୍ଜିର କ୍ରିଏଟ ହେଇପାରିବନି। ଆଉ ସେ ଏନର୍ଜିଟା କ୍ରିଏଟ ହେଲେ ସେ ଗୋଟେ ବହୁତ ବଡ ବଡ ଇଞ୍ଜିନ କି ମଧ୍ୟ କାର୍ଯ୍ୟକ୍ଷମ କରିପାରେ। ସେଥିପାଇଁ ଏ ଶରୀରରେ ଯୋଉ 6ଟା ପ୍ଲେକ୍ସ ରହିଲା, ମୂଳାଧାର ରହିଲା, ସ୍ୱାଧିଷ୍ଠାନ ରହିଲା, ମଣିପୁର ରହିଲା, ଠାକୁର କହୁଛନ୍ତି ଏ 3ଟା ଚକ୍ରର ଉପରକୁ ଯେତେବେଳେ ଏଇ ଏନର୍ଜିଟା ଟ୍ରାନ୍ସଫର ହେଇଯାଏ, ସେତେବେଳେ ଆମର ଫାଷ୍ଟ ଆସେ କଣ ନା ମଣିଷ ଭିତରେ ଯୋଉ ହୃଦୟ ଚକ୍ର ଯୋଉଟା ଅଛି, କଣ୍ଠ ଚକ୍ର ଅଛି, ଆଜ୍ଞା ଚକ୍ର ଅଛି। ତେଣୁ ହୃଦୟ ଚକ୍ରରେ ଯେତେବେଳେ ମନଟା ନିବେଶ ହେଇଯାଏ, ସେତେବେଳେ ପ୍ରେମ ଭାବ ଆସେ। କଣ୍ଠ ଚକ୍ରରେ ମାଇଣ୍ଡ ଟା ଯେତେବେଳେ କନସେନ୍ଟ୍ରେଟ ହେଇଯାଏ, ସେତେବେଳେ ଶାନ୍ତି ଆସେ। ଆଉ ଆଜ୍ଞା ଚକ୍ରରେ ଯେତେବେଳେ ମନଟା ନିବେଶ ହେଇଯାଏ, ସେତେବେଳେ ଆନନ୍ଦ ଭାବଟା ମଣିଷ ପ୍ରାପ୍ତ ହୁଏ। ତାହେଲେ ଠାକୁର କହୁଛନ୍ତି ଏଇ ଯୋଉ 3ଟା ତଳ 3ଟା ଚକ୍ର ରହିଲା, ମୂଳାଧାର ହେଲା, ସ୍ୱାଧିଷ୍ଠାନ ହେଲା, ମଣିପୁର ହେଲା, ତେଣୁ ଏଇ 3ଟା ଚକ୍ରରେ କଣ ହୁଏ, ମଣିଷ ତାର ଉର୍ଦ୍ଧ୍ୱକୁ ନ ଯାଇ ପାରିଲେ ସେ ତାର ଗୁଡାକ ସେ ପ୍ରବୃତ୍ତି ଗୁଡାକ ତାକୁ ମାନେ ଯୋଉ ପ୍ରବୃତ୍ତି ଗୁଡା ବଞ୍ଚିବା ବଢିବାର ପୁଞ୍ଜି ହୁଅନ୍ତି, ଆମକୁ ମଙ୍ଗଳ ପଥରେ ଅଗ୍ରସର କରନ୍ତି, ସେମାନେ ଆମର କଣ ହୁଅନ୍ତି, ଗୋଟେ ମାନେ ଟେନସନ ର କାରଣ ହେଇଯାଆନ୍ତି, ରୋଗ ବ୍ୟାଧିର କାରଣ ହେଇଯାଆନ୍ତି, ଦୁଃଖ କଷ୍ଟର କାରଣ ହେଇଯାଆନ୍ତି। ତେଣୁ ସେଇଥିପାଇଁ ମାନେ ଏଇ ଯୋଉ ପ୍ରଥମେ ଯୋଉ ରହିଲା ମୂଳାଧାର ରହିଲା, ସ୍ୱାଧିଷ୍ଠାନ ରହିଲା, ଯୋଉ ମଣିପୁର ରହିଲା, ତେଣୁ ଏଇ ଯୋଉ 3ଟା ଚକ୍ର, ଏଇ 3ଟା ଚକ୍ରରେ ଯେତେବେଳେ ମାଇଣ୍ଡ ରୁହେ, ତେଣୁ ସେତେବେଳେ କଣ ହୁଏ ନା ମୂଳାଧାରରେ ରହିଲେ ସେଇଟା ହଉଛି ମାନେ ଏନର୍ଜି ବା ସେଫ୍ଟିର ଚକ୍ର। ସେଫ୍ଟି, ଏନର୍ଜି ଆଉ ଡିଜାୟାର, ଏଇ 3ଟା ଯାକ ଆକ୍ଟିଭ ହେଇକି ରହିବ। ମୂଳାଧାରଟା ହଉଛି ମାନେ ସେଫ୍ଟିର ଚକ୍ର, ଆଉ ସ୍ୱାଧିଷ୍ଠାନ ଟା ହଉଛି ଏନର୍ଜିର ଚକ୍ର, ଆଉ ମାନେ ମଣିପୁର ଟା ହଉଛି ଡିଜାୟାର ର ଚକ୍ର, କାମନା ବାସନାର ଚକ୍ର। ତେଣୁ ମଣିଷ ସେଇ ଯୋଉ ଏନର୍ଜି ରହିଲା, ପଜିଟିଭ ଆଉ ନେଗେଟିଭ ଏନର୍ଜି, ତାର ପଜିଟିଭ ଚାର୍ଜ ରହିବ, ତାର ନେଗେଟିଭ ଚାର୍ଜ ଟା ଆକ୍ଟିଭ ରହିବ। କିନ୍ତୁ ଠାକୁର କହୁଛନ୍ତି 2ଟା ଯାକ ଯେତେବେଳେ ମିଳନ ହବ, ଯୋଉ ଚାର୍ଜ ଟା ଯୋଉ ଏନର୍ଜି ଟା ତା ଭିତରେ କ୍ରିଏଟ ହବ, ସେଇଟା ହଉଛି କସ୍ମିକ ଏନର୍ଜି। ତେଣୁ ଆମକୁ ଯୋଉ ଏନର୍ଜି ମାନେ ଈଶ୍ୱର ଦତ୍ତ ଯୋଉ ଏନର୍ଜି, ସେ ଏନର୍ଜି ହଉଛି ଫିଜିକାଲ ଏନର୍ଜି ଆଉ ମେଣ୍ଟାଲ ଏନର୍ଜି। କିନ୍ତୁ କସ୍ମିକ ଏନର୍ଜି ଟାକୁ ଆମକୁ ଡେଭଲପ କରିବାକୁ ପଡେ। ତେଣୁ ସେଇ କସ୍ମିକ ଏନର୍ଜି ଟା ଯେତେବେଳେ ଆମର ଡେଭଲପ କରିବାକୁ ପଡେ, ଆମ ଭିତରେ ମାନେ ଅସୀମ ଶକ୍ତିର ମାନେ ଅଧିକାରୀ ଆମେ ହେଇ ଉଠୁ। ଯେମିତି ବିବେକାନନ୍ଦ ପ୍ରଜ୍ଞାମାନ ହେଇ ଉଠିଥିଲେ, ଅଶୋକ ପ୍ରିୟଦର୍ଶୀ ହେଇ ଉଠିଥିଲେ, ଆଉ ଶର୍ମାଦା, ଉତ୍ପଳ ଶର୍ମାଦା ମାନେ ନିଜର ପ୍ରବୃତ୍ତି ଉପରେ ନିୟନ୍ତ୍ରଣ କରିକିରି ସେ ମାନେ ଅତେନ୍ଦ୍ରିୟ ହେଇ ଉଠିଥିଲେ। ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ହେଲେ ମଣିଷ ଅତେନ୍ଦ୍ରିୟ ହୋଇ ଉଠେ। ତେଣୁ ଯେତେବେଳେ ମଣିଷର ଏଇ ଥାର୍ଡ ଯୋଉ ଏନର୍ଜିଟା, ଯୋଉଟାକୁ ଆମେ ଶାରୀରିକ ଯୋଗିକ ସାଇନ୍ସ କହୁଛି, ସେଇଟା ହଉଛି ଇଡା, ପିଙ୍ଗଳା ଆଉ ସୁଷ୍ମନା। ତେଣୁ ସବୁବେଳେ ଯେତେବେଳେ ଆମର ଇଡା, ଆମେ ଯାହାକୁ ସାଧାରଣତଃ କହିଥାଉ ଚନ୍ଦ୍ର ନାଡି। ତେଣୁ ପିଙ୍ଗଳା ହଉଛି ଆମର ସୂର୍ଯ୍ୟ ନାଡି। ତେଣୁ ସୂର୍ଯ୍ୟ ନାଡି ଆପଣ ମାନେ ଦେଖିବେ, ଆପଣ ଯୋଉ ନୋଜ ଅଛି, ନାକ ଯୋଉ ଆମର ଅଛି, ସେ ନାକର ଯୋଉ 2ଟା ରନ୍ଧ୍ର ଅଛି, ଯୋଉ ଅଷ୍ଟ୍ରେଲିଆ ଅଛି, ପୁଡା ଯାହାକୁ କହୁଛି, ଯେତେବେଳେ ଅଧିକ ଲେଫ୍ଟରେ ବାମ ପାର୍ଶ୍ୱରେ ଯେତେବେଳେ ଚାଲିଥିବ ଆପଣଙ୍କର ନିଶ୍ୱାସ ପ୍ରଶ୍ୱାସ ଟା ଅଧିକ, ସେତେବେଳେ ଆପଣଙ୍କର ଚନ୍ଦ୍ର ନାଡି ଟା ପ୍ରାୟତଃ ଆକ୍ଟିଭ ରୁହେ, ଯୋଉଟାକୁ ଆମେ ଲୁନାର ଏନର୍ଜି ବୋଲି କହୁଛେ। ସେଇଟା କେତେବେଳେ ପ୍ରାୟତଃ ଆପଣ ଦେଖିବେ ଆମର ବଡିର 2ଟା ଷ୍ଟେପ ଥାଏ। ଗୋଟେ ହେଲା ଫ୍ଲାଇଟ ଆଉ ଫାଇଟ, ଆଉ ଗୋଟେ ହେଲା ରେଷ୍ଟ ଆଉ ଡାଇଜେଷ୍ଟ। ସାଧାରଣତଃ ସେଇଥିପାଇଁ ରାତ୍ରି ଆମ ପାଇଁ ଦିଆହେଇଛି ରେଷ୍ଟ ଆଉ ଡାଇଜେଷ୍ଟ ପାଇଁ। ରାତିରେ ଯେତେବେଳେ ଆମେ ବିଶ୍ରାମ କରୁ, ସେତେବେଳେ ଆମର ଚନ୍ଦ୍ର ନାଡି ଟା ବା ଲୁନାର ଏନର୍ଜି ଟା ଆମର ବେଶୀ ଆକ୍ଟିଭ ଥାଏ। ମଣିଷ ସେଥିପାଇଁ ବଡିଟା ରେଷ୍ଟ ଅବସ୍ଥାକୁ ନ ଆସିଲେ, ଶାନ୍ତ ଆଉ ସମାହିତ ଅବସ୍ଥାକୁ ନ ଆସିଲେ ମଣିଷକୁ ନିଦ ହୁଏନି। ତେଣୁ କାମ କଲା ବେଳେ ସେଇଥିପାଇଁ ଦିନ ବେଳା କଣ ହୁଏ ନା ସୂର୍ଯ୍ୟ ନାଡି ଟା ବେଶୀ ଆକ୍ଟିଭ ରୁହେ। ସୂର୍ଯ୍ୟ ନାଡି ଟା ଯେତେବେଳେ ଆମର ବେଶୀ ଆକ୍ଟିଭ ରହିବ, ତେଣୁ ସେଇ ସମୟରେ ଆମେ କଣ କରିବ, ସବୁବେଳେ ବଡିଟା ଆମର ଫାଇଟ ଆଉ ଫ୍ଲାଇଟ ମୁଡରେ ରହିବ। ଆମେ ସବୁବେଳେ ଆପରେ କଣ କରିବି, ତାପରେ କଣ, ଆମେ ସବୁବେଳେ ରୁଟିନ ବନାଉ। ତେଣୁ ଶୋଇବା ଅବସ୍ଥାରେ କେହି ରୁଟିନ ବନାଏନି। ଶୋଇବା ଭିତରେ ମୁଁ କଣ କରିବି, କୋଉଠି କୋଉ ଭାଇଙ୍କି ଆଜି ମେସେଜ ପଠେଇବି, କିଏ ଗୀତ ଗାଇବ, ଯେମିତି ସୁଭାଷ ଭାଇ ତାଙ୍କର ଏଇ
ଏଇ କର୍ମମୟ ଜୀବନଟା ଦେଖନ୍ତୁ ଠାକୁରଙ୍କୁ ସେ କେତେ ସମର୍ପିତ ଜୀବନ। ଏ ସମର୍ପଣ ଭିତରେ ସେ ଆଉ ରାତି 12ଟା ବା ଯୋଉଟା ଆମର ରେଷ୍ଟ ଆଉ ଡାଇଜେଷ୍ଟ ସମୟରେ ସେଇ ସମୟରେ କେବେ ସେ ପ୍ଲାନିଂ କରନ୍ତିନି ଯେ କାହାକୁ କହିବି ଗୀତ ବୋଲିବ, କିଏ କୀର୍ତ୍ତନ କରିବ, କିଏ ଭଜନ କରିବ, କିଏ ମାନେ ଯାଜନ କରିବ। ତ ଏକ୍ଜାକ୍ଟଲି ଆମର ଠାକୁର କହିଛନ୍ତି ଏଇଟା ହଉଛି ଇନବିଲ୍ଡ। ସେଇଥିପାଇଁ ଚନ୍ଦ୍ର ନାଡିଟା ଆମର ସାଧାରଣତଃ ଯେତେବେଳେ ଆକ୍ଟିଭ ରୁହେ ସେତେବେଳେ ଆମେ ରେଷ୍ଟ ଆଉ ଡାଇଜେଷ୍ଟ ମୋଡକୁ ଯାଉ। ଆଉ ଯେତେବେଳେ ଆମର ସାଧାରଣତଃ ସୂର୍ଯ୍ୟ ନାଡିଟା ଯେତେବେଳେ ଆକ୍ଟିଭ ରହେ ସେତେବେଳେ ଆମର ଶରୀରଟା କର୍ମକ୍ଷମ ରୁହେ। ଆମେ ସବୁବେଳେ କାମ, ସେଇ ସମୟଟା ଆମର ମାନେ ଗୋଟେ ପ୍ରୋଗ୍ରେସିଭ ପ୍ଲାନର ଆମେ ତିଆରି କରୁ। ତାପରେ କୋଉଠିକି ଯିବି, ତାପରେ କାହାକୁ ଦେଖା କରିବି, ପିଲାଙ୍କୁ କେତେବେଳେ ସ୍କୁଲ ଛାଡିବି, କୋଉଠି ସ୍ତ୍ରୀ ଅଫିସ ଯାଇଛି ତାକୁ ଆଣିବି, କିମ୍ବା ଏନି କାଇଣ୍ଡସ ଅଫ ପ୍ରଫେସନାଲ ଆକ୍ଟିଭିଟିଜ ହଉ କି ପର୍ସନାଲ ଆକ୍ଟିଭିଟିଜ ହଉ, ସେଗୁଡାକ ଆମେ ସାଧାରଣତଃ ସମାହିତ କରୁ। କିନ୍ତୁ ସେଇଠି ଠାକୁର କହୁଛନ୍ତି ଯେ ଏଇ ଯୋଉ ପ୍ରଫେସନ, ଏଇ ଯୋଉ ସୋଲାର ଏନର୍ଜି ଆଉ ଲୁନାର ଏନର୍ଜି, ଏଇ ଦିଟା ଯାକ ଏନର୍ଜି ଯେତେବେଳେ ୟୁନାଇଟେଡ ହେଇଯାଆନ୍ତି, ଯେତେବେଳେ ଆମର ଗୋଟେ ବାଲାନ୍ସ ହେଇଯାଏ, ବା ଯେତେବେଳେ ଗୋଟେ ଆମର ହାରମୋନି ତା ଭିତରେ ମେଣ୍ଟେନ ହୁଏ, ସେତିକି ବେଳେ ଆମର ଯୋଉ ଥାର୍ଡ ଉର୍ଜାଟା ଆକ୍ଟିଭ ହେଇଯାଏ, ସେଇଟା ହଉଛି ଆମର କସ୍ମିକ ଏନର୍ଜି। କସ୍ମିକ ଏନର୍ଜି ଶରୀରରେ ଆକ୍ଟିଭ ହେଇଗଲେ ସେଇଟା ଅନଲିମିଟେଡ, ଅନନ୍ତ କାଳ ପର୍ଯ୍ୟନ୍ତ ଆମକୁ ଶକ୍ତି ଯୋଗାଇଥାଏ। ତେଣୁ ଆମର ଯୋଉ ବ୍ରେନରେ ଦିଟା ହେମିସ୍ଫିୟର ଅଛି, ଗୋଟେ ହଉଛି ରାଇଟ ହେମିସ୍ଫିୟର, ଗୋଟେ ହଉଛି ଲେଫ୍ଟ ହେମିସ୍ଫିୟର। ତେଣୁ ଆମର ପ୍ରତ୍ୟେକଙ୍କର ଏଇଟା ହଉଛି ଠାକୁର କହୁଛନ୍ତି ଇନବିଲ୍ଡ। କାହାର ରାଇଟ ଆକ୍ଟିଭ ରହିବ, କାହାର ଲେଫ୍ଟ ଆକ୍ଟିଭ ରହିବ। ତେଣୁ ସାଧାରଣତଃ ଯୋଉମାନଙ୍କର ମାନେ ରାଇଟ ଟା ଆକ୍ଟିଭ ରୁହେ, ସେଇଟା ହଉଛି ପଜିଟିଭ ଏନର୍ଜି। ଆଉ ଯୋଉମାନଙ୍କର ଲେଫ୍ଟ ଟା ଆକ୍ଟିଭ ରୁହେ, ସେଇଟା ହଉଛି ନେଗେଟିଭ ଏନର୍ଜି। କିନ୍ତୁ ସେ ଭିତରେ ଦେଇକିରି ମଣିଷ କଣ ହୁଏ, ଯଦି ଖାଲି ରାଇଟ ଆଉ ଖାଲି ଲେଫ୍ଟ ଭିତରେ ମଣିଷ ରହିବ, ତାହେଲେ ସେ ସଫଳତା ପ୍ରାପ୍ତ ହବ। କିନ୍ତୁ ସେ ସଫଳତାଟା ଲିମିଟେଡ ପିରିୟଡ ପାଇଁ ହବ। କିଛି ଗୋଟେ ବିଜନେସ କରିବ, ସେ କିଛି ଦିନ ତା ଦେହରେ ସଫଳତା ପାଇଯିବ, କିନ୍ତୁ ତାପରେ କିଛି ଦିନ ପରେ ସେ ବିଜନେସ ଠପ୍ ହେଇଯିବ। ପୁଣି କିଛି ଗୋଟେ କାର୍ଯ୍ୟ କରିବ, ସେ କାର୍ଯ୍ୟଟା ପୁଣି ଗୋଟେ କିଛି ଦିନ ପାଇଁ ଚାଲିବ, ପୁଣି ତା ଭିତରେ ସେ ରେଜଲ୍ଟଟା ତାକୁ ପ୍ରପର ରେଜଲ୍ଟ ମିଳିବ ନାହିଁ। ଯେମିତି କି ମାନେ ସେଟା ମୁଁ ଏଇଟା ଗୋଟେ ପର୍ସନାଲି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ। ବହୁତ ଲୋକ ଆପଣ ଦେଖିବେ ଜୀବନରେ ଗୁଡ ବିଗିନିଂ କରିଛନ୍ତି କିନ୍ତୁ ତାଙ୍କର ବ୍ୟାଡ ଏଣ୍ଡିଙ୍ଗ ହେଇଛି। ଗୁଡ ବିଗିନିଂ ହେଇଛି କିନ୍ତୁ ବଡ ବ୍ୟାଡ ଏଣ୍ଡିଙ୍ଗ ହେଇଛି। କିନ୍ତୁ ପୁଣି ଠାକୁର କହୁଛନ୍ତି ଯଦି ଗୋଟେ ଲୋକ ତାର କିନ୍ତୁ ସବୁବେଳେ ସବୁ ସମୟରେ ଯଦି ତାର ପଜିଟିଭ ଏନର୍ଜି ଆଉ ନେଗେଟିଭ ଏନର୍ଜି ଭିତରେ ଦେଇକି ସେ ରୁହେ, କିନ୍ତୁ ତାର ଅନଲିମିଟେଡ ସକ୍ସେସ ଟା ସେ ପାଇପାରିବନି। ତେଣୁ ଅନଲିମିଟେଡ ସକ୍ସେସ ପାଇବାକୁ ହେଲେ ଆମକୁ କସ୍ମିକ ଏନର୍ଜିଟାକୁ ଆମ ଭିତରେ ଡେଭଲପ କରିବାକୁ ପଡିବ। ତେଣୁ କସ୍ମିକ ଏନର୍ଜି ଡେଭଲପ ହେଲେ କଣ ହବ, ପୁଣି ଆଉ ଗୋଟେ କଥା ଠାକୁର କହୁଛନ୍ତି, ସପୋଜ ସେ ଜଣେ, ସେ ଗୋଟେ ବିଜନେସ ମ୍ୟାନ ହଉ କି ସେ ଗୋଟେ ଜବ ହୋଲ୍ଡର ହଉ, ତ ତାର ସେଇ ସମୟରେ ସେଥିରେ ବି ତାର ଡିଜାଷ୍ଟର ଆସିପାରେ। ସେଇ ଟାଇପ ର ଡିଜାଷ୍ଟର କଣ ନା, ସେଇଟା ହଉଛି ତାର କାମନା ବାସନାର କାର୍ଯ୍ୟ ଥିଲା। ସେ ତାର କାମନା ବାସନାକୁ ଚରିତାର୍ଥ କରିବା ପାଇଁ ସେ କାର୍ଯ୍ୟ କରୁଥିଲା। ଯେମିତି କି ଗଭର୍ଣ୍ଣମେଣ୍ଟ ଜବ କରିବ, ଲାଞ୍ଚ ନବ, ଏବଂ ବିଭିନ୍ନ ପ୍ରକାର ଉ ମାନେ ଟେନସନ କୁ ସେ ନିମନ୍ତ୍ରଣ କରିବ। ସେ ଜବ ଭିତରେ ସେ ସାଟିସ୍ଫାଏ ହବନି। ସେ ସବୁବେଳେ ମାନେ ଘୃଣା ଭାବ ତା ଭିତରେ ଆସିବ, ତା ଭିତରେ ଭୟ ଆସିବ, ତା ଭିତରେ ବିଭିନ୍ନ ପ୍ରକାର ରୋଗ ଆସିବ। ତେଣୁ ଏଇ ମାନେ ସବୁ କଣ କରିବେ, ତାଙ୍କୁ ସବୁ ଗୁଡାକ ତାଙ୍କୁ ଶତ୍ରୁ ଭଳିଆ ଲାଗିବ। ତା ପାଖରେ ପଇସା ଥିବ, ସବୁ ପ୍ରକାର ଅର୍ଥ ସର୍ବସ୍ୱ ସେ ହେଇ ଉଠିଥିବ, ବିଭିନ୍ନ ବହୁତ ଯେତିକି ତାର ଇନକମ ସୋର୍ସ ହବା କଥା, ମାନେ ପଜିଟିଭ ୱେରେ ସେ ଯେତିକି ଇନକମ କରିବା କଥା, ତାଠାରୁ ସେ ଅଧିକା ପଇସା ପାଇପାରିବ, କିନ୍ତୁ ତା ମନ ଭିତରେ କେବେ ଶାନ୍ତି ଆସିବନି, ତା ମନ ଭିତରେ କେବେ ପ୍ରେମ ଆସିବନି, ତା ମନ ଭିତରେ କେବେ ଆନନ୍ଦ ଆସିବନି। ସେ ସବୁବେଳେ ନିରାଶା ଭିତରେ ରହିବ, ହତାଶା ଭିତରେ ରହିବ, ଟେନସନ ଭିତରେ ରହିବ, ରୋଗ ବ୍ୟାଧି ଭିତରେ ରହିବ। କିନ୍ତୁ ଠାକୁର କହୁଛନ୍ତି କସ୍ମିକ ଏନର୍ଜି ଟା ଯେତେବେଳେ ମଣିଷ ଭିତରେ ଡେଭଲପ କରେ, କିନ୍ତୁ ତା ଭିତରେ ମାନେ ବେଳେ ବେଳେ ଲାଗେ ମୋର ଗାଡି ଟା ରିଭର୍ସ ଗିୟର ରେ ଚାଲିଲା, ମାନେ ପଛକୁ ଚାଲିବ, ତା ଭିତରେ ବି କଷ୍ଟ ଆସିବ, ଆନନ୍ଦ ମାନେ ଦୁଃଖ ଆସିବ, ଯନ୍ତ୍ରଣା ବି ଆସିବ, କିନ୍ତୁ ସେଟା ଟେମ୍ପୋରାରୀ ପିରିୟଡ ପାଇଁ ଆସିବ। କାହିଁକି ନା, ଯେମିତି ଆମେ ଗୋଟେ ପୁରୁଣା ବସ୍ତ୍ର ତ୍ୟାଗ ନ କଲେ ଗୋଟେ ନୂଆ ବସ୍ତ୍ରକୁ ଆମେ ପିନ୍ଧି ପାରିବା ନାହିଁ। ତେଣୁ ସେଇଭଳିଆ ଯଦି ତା ଭଗବାନ ଯେତେବେଳେ ତାକୁ ସହାୟ ହେବେ, ସେତେବେଳେ ସେ ଯୋଉ କର୍ମଟା କରୁଥିବ, ସେ କର୍ମଟା ତାର ବନ୍ଦ ହେଇଯିବ, ଏବଂ ତାକୁ କିଛି ଭଲ ଜିନିଷ ଠାକୁର ତା ପାଇଁ ରଖିଛନ୍ତି। ଯୋଉଥିପାଇଁ ସେ, ଯେମିତି କିି ଆପଣ ମାନେ ରିଅଲି ବୁଝିପାରିବେ ଯେ ଆମ ଭିତରେ ଯୋଉ ଆଜି ଯୋଉ ଯେତିକି ସତ୍ସଙ୍ଗ ଜଗତରେ ଋତିକ ଅଛନ୍ତି, ଅଧୁର୍ଯ୍ୟ ଅଛନ୍ତି, ଯାଜକ ଅଛନ୍ତି, ଏଇ ଯୋଉ ପାଞ୍ଜା ପ୍ରାପ୍ତ ହେଇଛନ୍ତି,
ଏମାନେ ବାଇ ବାର୍ଥ ପାଞ୍ଜା ପ୍ରାପ୍ତ ହେଇନଥିଲେ, ଏମାନେ ଜନ୍ମରୁ ପାଞ୍ଜା ପ୍ରାପ୍ତ ନୁହେଁ। କିଛି ମାନେ ଦୀକ୍ଷା ନେଲେ, ଦୀକ୍ଷା ନେଲା ପରେ ସେମାନେ ସାଧନା କଲେ, ସାଧନା କରିକିରି ସିଦ୍ଧି ଲାଭ କଲେ, ସିଦ୍ଧି ଲାଭ କଲା ପରେ ତାଙ୍କର ମାନେ ସେ ଯୋଉଟାକ ଆମେ ସବୁ ଜିନିଷକୁ ପରୀକ୍ଷା କରାଯାଏନି, ସେମାନେ ଯାଇକିରି ଦେଓଘରରେ କଣ ରିଟିନ ଟେଷ୍ଟ ଦେଇକିରି ପାଞ୍ଜା ପ୍ରାପ୍ତ ହେଇନାହାନ୍ତି। ଆମେ ବହୁତ ଜିନିଷ ମାନେ ଫିଲ୍ କରି ଯାଉ ଯେ ମୋର କଥା ମୁଁ କଣ କହିବାକୁ ଚାହୁଁଛି, ମୋର ଏଇ ଯୋଉ ଭାଇ ଓ ମା ମାନେ ଏଠି ଜଏନ କରିଛନ୍ତି ସେମାନେ ଫିଲ୍ କରିଯିବେ ବହୁତ ଜିନିଷ ଯେ ଦାଦାଙ୍କର ଏଇଟା ଖରାପ କି ଏଇଟା ଭଲ। ତେଣୁ ଆମେ ବହୁତ ଜିନିଷ ଦେଖିକିରି ଶୁଣିକିରି ଆମେ ତାକୁ ରିଅଲାଇଜ କରିଯାଉ, ସେ ସେଟା ଫିଲିଂ ସେଟା କୁହାଯାଏ, ସେଟା ଆମେ ଫିଲ୍ କରିଯାଉ। ତେଣୁ ସେଇଭଳିଆ ଯେତେବେଳେ ଯେତେବେଳେ କସ୍ମିକ ଏନର୍ଜି ଟା ମଣିଷ ଭିତରେ ଡେଭଲପ ହେଇଯାଏ, ତ ତାର ଗୋଟେ ସଡନ ଚେଞ୍ଜେସ୍ ଆସେ, ଆଉ ସେଇ ଚେଞ୍ଜେସ୍ ଟା ଅନଲିମିଟେଡ ପିରିୟଡ ପାଇଁ ରହେ। ତେଣୁ ଯେମିତି ଆପଣ କରପସନ କଲେ କିଛି ଦିନ ପାଇଁ କିଛି ଅର୍ଥ ରୋଜଗାର କରିଦେଲେ, ବଟ ସେଇଟା ଅନଲିମିଟେଡ ହାପିନେସ ଆପଣଙ୍କୁ ଦେଇପାରିବ ନାହିଁ। ସେ ପରବର୍ତ୍ତୀ ମୁମେଣ୍ଟରେ ହୁଏତ ଆପଣଙ୍କର ଜୀବନ ଟା ଦୁଃଖ କଷ୍ଟ ଯନ୍ତ୍ରଣା ଭିତରେ କଟିପାରେ, ଆପଣ ଜେଲ ଯାଇପାରନ୍ତି, ଆପଣଙ୍କ ଶାରୀରିକ ଯୋଉ ଟେନସନ ଭିତରେ ରହିବେ ତା ଦେହରେ ବିପି ହାଇ ହେଇପାରେ, ଆପଣଙ୍କର ସୁଗାର ଡେଭଲପ କରି ଯାଇପାରେ, ବିଭିନ୍ନ ପ୍ରକାର ମାନସିକ ଯନ୍ତ୍ରଣା ଶାରୀରିକ ଯନ୍ତ୍ରଣା ଭିତରେ ଆପଣ ରହିବେ। କିନ୍ତୁ ଯେତେବେଳେ କସ୍ମିକ ଏନର୍ଜି ଡେଭଲପ ହବ, ହୁଏତ ସେ ପ୍ରାରମ୍ଭିକ ବିଜନେସ ହଉ କି ପ୍ରାରମ୍ଭିକ କୌଣସି ଜବ ହଉ ସେଟା ଚାଲି ଯାଇପାରେ, କିନ୍ତୁ ସେଥିରେ ପରମ ପିତାଙ୍କର ଉଦ୍ଦେଶ୍ୟ ମଙ୍ଗଳ ନିହିତ ଅଛି। କିନ୍ତୁ ସେଇଟାକୁ ଆମ ମାନେ ଧୈର୍ଯ୍ୟର ସହିତ ଜଣେ ଯଦି ରିଅଲାଇଜ କରିପାରିବ, ତେଣୁ ବୁଝିପାରିବ, ତାହେଲେ ତାର ଜୀବନରେ ସେ ଉନ୍ନତି କରିବ। କିନ୍ତୁ ସମଟାଇମ୍ସ କଣ ହୁଏ, ବେଳେ ବେଳେ ଆମେ ଦେଖୁ, ଯୋଉ କଥା ମୁଁ କହୁଥିଲି ଯେ ଆତ୍ମାକୁ କେହି କାଟି ମାନେ ପୋଡି ପାରିବେନି, କି ବୁଡେଇ ପାରିବେନି, କି କାଟି ପାରିବେନି, କି ନଷ୍ଟ କରିପାରିବେନି। ସେମିତି ଏନର୍ଜି ଆମର କଣ ହୁଏ, ଟ୍ରାନ୍ସଫର ହବ, ଆଉ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଟ୍ରାନ୍ସଫର ହୁଏ। ଜଣେ ଗରିବ ଅଛି ସେ କାଲି ଧନୀ ହେଇଯିବ, କି ଆପଣଙ୍କର ଆଜି ମାନେ ଶାରୀରିକ ଆପଣ ଫିଟ ନାହାନ୍ତି, କାଲି ଦେଖିଲା ବେଳକୁ ଆପଣଙ୍କର ଫିଟନେସ ଡେଭଲପ କରିଯିବ। ଆପଣ କୌଣସି ମେଡିସିନ ନିଅନ୍ତୁ କିମ୍ବା କୌଣସି ଜିମ୍ ଗଲା ପରେ ଆପଣ ଶକ୍ତି ଟା ଡେଭଲପ କରିଯାଇଛି। ଆପଣ ଶାରୀରିକ ଅସୁସ୍ଥ ଥିଲେ କିଛି ଦିନ ପରେ ଦେଖିଲା ବେଳକୁ ସେ ସୁସ୍ଥ ହେଇଯାଇଛନ୍ତି। ତେଣୁ ସେଟା ଏନର୍ଜି ଟା ଡେଭଲପ କରିଯାଏ। କିନ୍ତୁ ଆମେ ଗୋଟେ ଜିନିଷ ହୁଏ, ଆମେ ଆତ୍ମାକୁ ପଲ୍ୟୁଟ କରୁ। ଆମେ ଆମର ଯେମିତି ଆମର ଏନର୍ଜି ଟା ଯେମିତି ପଲ୍ୟୁଟ ହୁଏ, ସେମିତି ଆତ୍ମାକୁ ଆମେ ପଲ୍ୟୁଟ କରୁ। ତେଣୁ ସେ ଯୋଉ ଆତ୍ମାକୁ ଆମେ ଯୋଉ ପଲ୍ୟୁଟ କରୁ, ତାର ପରିଣାମ ସ୍ୱରୂପ ଆମେ ମାନେ ସାଇନ୍ସ କହୁଛି ଦ ୟୁ ଗିଭ୍ ଦ ୟୁ ରିସିଭ୍। ଆମେ ଯାହା ଦଉ ସେଟା ଆମକୁ ପ୍ରାୟ ରିଟର୍ନ ଆସେ। ତେଣୁ ଯୋଉ କଥା ଆପଣଙ୍କର ମଧ୍ୟ ଜାଣିଛନ୍ତି, ଫାର୍ଷ୍ଟ ଲ ଅଫ ନ୍ୟୁଟନ, ଏଭ୍ରି ଆକ୍ସନ ହାଭିଂ ଇକ୍ୱାଲ ଆଣ୍ଡ ଅପୋଜିଟ ରିଆକ୍ସନ, ଯୋଉ କଥା କୁହାଯାଇଛି। ଆମେ କୌଣସି କାର୍ଯ୍ୟ ଯେତେବେଳେ କରୁ ତାର ପରିଣାମ ସ୍ୱରୂପ ଆମର କର୍ମଫଳ ଭୋଗିବାକୁ ପଡେ। ତେଣୁ ଗୋଟେ ସୁନ୍ଦର କଥା ମନେ ପଡେ, ଆମେ କେମିତି କସ୍ମିକ ଏନର୍ଜି କେମିତି ପଲ୍ୟୁଟ କରୁ। ଥରେ ଜଣେ ମାନେ ସନ୍ୟାସୀ, ମାନେ ଗ୍ରୁପ ଅଫ ସନ୍ୟାସୀ, ସେମାନେ ଗୋଟେ ତୀର୍ଥ ଯାତ୍ରାରେ ଯାଉଥିଲେ। ତାଙ୍କୁ ବହୁତ ଭୋକ ହେଲା। ତାଙ୍କୁ ଯେତେବେଳେ ଭୋକ ହେଇଛି, ସେ ଖବର ପାଇଲେ ଯେ ଏ ପାଖରେ ଜଣେ ଧନାଢ୍ୟ ବ୍ୟକ୍ତି ଅଛନ୍ତି, ଜଣେ ରାଜା ସଦୃଶ। ସେ ପ୍ରତ୍ୟେକ ଯୋଉମାନେ ସବୁ ଆସନ୍ତି ତାଙ୍କର ସେଇ ରାଜ ଦରବାରକୁ, ଏମିତି କେହି ଲୋକ ନାହାନ୍ତି ସେ ଦୁଃଖୀ ରଙ୍କି ବା ଯେକୌଣସି ଧନୀ ହଉ ଗରିବ ହଉ କି ରାଜା ହଉ କି ଯିଏ ବି ହଉ, ସେ ସମସ୍ତଙ୍କୁ କିଛି ନା କିଛି ଖାଦ୍ୟ ଦେଇ ଖାଲି ପେଟରେ ସେ କାହାକୁ ଫେରାନ୍ତିନି। ଯେମିତି ଆମେ ମାନେ ସାଧାରଣତଃ ଦେଓଘର ଗଲେ ଆମ ମାନେ ମାନେ କୌଣସି ଗୋଟେ ଲୋକ ସେଥିରେ ଡିସ୍କ୍ରିମିନେସନ ନାହିଁ, କାଷ୍ଟ କଲର କ୍ରିଡ, କିଏ ଧନୀ କିଏ ଗରିବ, କିଏ ଉଚ୍ଚା କିଏ ନିଚା, କାହାର ମାନେ ଜାତି ଗୋତ୍ର ସେଠି କିଛି ଦେଖାଯାଏନି। ସମସ୍ତେ ଯିବେ, ସମସ୍ତେ ଭୁରି ଭୋଜନ କରିକିରି ଆସିବେ। ସେଟା ଆମର ଯେମିତି ଆନନ୍ଦ ବଜାର ଅଛି, ସେମିତି ସେ ଧନାଢ୍ୟ ବ୍ୟକ୍ତିଙ୍କର ସେମିତି ସେଇ ବ୍ୟବସ୍ଥା ଥିଲା, ବା ସେଇ ରାଜାଙ୍କର ସେଇ ବ୍ୟବସ୍ଥା ଥିଲା। ତ ଏମାନେ ଯେତେବେଳେ ଭୋକାକୁଳ ହେଇକି ଆସି ପହଞ୍ଚିଛନ୍ତି, ତାଙ୍କୁ ବହୁତ ଆପ୍ୟାୟିତ କରାହେଇଛି, ବିଭିନ୍ନ ପ୍ରକାର ଖାଦ୍ୟ ଦିଆଯାଇ। ତ ଖାଦ୍ୟ ଖାଇଲା ପରେ ପରେ ସାଙ୍ଗେ ସାଙ୍ଗେ ସବୁ ଗୁଡାକ ମରିଯାଇଛନ୍ତି। ତେଣୁ ପୁରା ଏତେ ଗୁଡେ ସନ୍ୟାସୀ, ଗ୍ରୁପ ଅଫ ସନ୍ୟାସୀ ସାଙ୍ଗେ ସାଙ୍ଗେ ମରିଗଲେ। ମରିଗଲା ପରେ ତାପରେ ସେମାନେ ଯାଇକିରି ଯମରାଜଙ୍କ ପାଖରେ ପହଞ୍ଚିଲେ ଏବଂ କମ୍ପ୍ଲେନ କଲେ ରାଜା ବିରୁଦ୍ଧରେ। କହିଲେ ଏଇ ବ୍ୟକ୍ତି ଆମକୁ ଖାଦ୍ୟ ଦେଇକିରି ଆମକୁ ସମସ୍ତଙ୍କୁ ମାରିଦେଲା। ତାପରେ ସେଠୁ କିନ୍ତୁ ପ୍ରକୃତିର ରିଜିନ ଟା ଯମ ଜାଣିଛନ୍ତି। ତାପରେ ସେଠୁ ଯେତେବେଳେ ମାନେ ଆମର ଯୋଉ ଡିଭାଇନ କୋର୍ଟ ଅଫ ଜଷ୍ଟିସ ଯୋଉଟା ଥାଏ, ନ୍ୟାୟିକ ଦରବାର, ତେଣୁ ବିଚାର ବିମର୍ଶ ଚାଲିଲା। ତାହେଲେ ଦୋଷୀ କିଏ ନା କିଏ କହିଲେ ରାଜା ଦୋଷୀ। କହିଲେ ରାଜା କାହିଁକି ଦୋଷୀ? ସେ ଆପଣଙ୍କୁ ଖାଦ୍ୟ ଦେଲା ବୋଲି ସେ ଦୋଷୀ? ନା ନାଇଁ, ଆଉ ସେ ଖାଦ୍ୟରେ ବିଷ ଦେଇଦେଲା, ଯୋଉଥିପାଇଁ କି କିଛି ଗୋଟେ
ରିଆକ୍ସନ ହେଲା, ଯୋଉଥିପାଇଁ ଆମେ ମାନେ ସବୁ ସନ୍ନ୍ୟାସୀ ମାନେ ମରିଗଲେ। ତାପରେ ସେଠୁ ଯେତେବେଳେ ଯମରାଜ ପଚାରିଲେ ଯେ ତାର ତ ଇଣ୍ଟେନସନ ବ୍ୟାଡ ନଥିଲା, ସେ ଖାଦ୍ୟ ଦେଇକିରି ଆପଣ ମାନଙ୍କୁ, ବା ଆଜି ସେ ବନଉନି, ହଜାର ହଜାର ବହୁତ ଦିନ ଧରିକିରି ସେ ଚାଲିଛି, ତାଙ୍କର ଖାଦ୍ୟ ଚାଲିଛି। ତେଣୁ ସିଏ କଣ ପାଇଁ, ଆପଣ ମାନେ ତ ତାଙ୍କର ଶତ୍ରୁ ନଥିଲେ, ଆପଣ ମାନଙ୍କୁ ସେ ତ ବହୁତ ସତ୍କାର କଲେ ଆଉ ବହୁତ ସେବା ଦେଲେ। ତେଣୁ ତାପରେ ଦେଖାଗଲା ରାଜାର ଇଣ୍ଟେନସନ ନଥିଲା ମାରିବା ପାଇଁ। ତାପରେ ତାହେଲେ କଣ କଜ ଅଫ ଡେଥ କଣ? କଜ ଅଫ ଡେଥ ହଉଛି ବିଷକ୍ରିୟା ଯୋଗୁ ତାଙ୍କର ମୃତ୍ୟୁ ହେଇଛି। ତାହେଲେ ଖାଦ୍ୟର ବିଷ ଆସିଲା କୋଉଠୁ? ତାହେଲେ ଯିଏ ରୋଷେଇ କରୁଥିଲା ସିଏ ବିଷ ଦେଇଛି। ତାପରେ ତାଙ୍କୁ ପଚରାଗଲା ଯେ ଯିଏ ରୋଷେଇଆ ଯିଏ ବାୱର୍ଚି, ତାକୁ ପଚରାଗଲା ଯେ ତୁମେ କିଛି ଇଏ କରିଛ? ନାଇଁ ଆଜ୍ଞା, ରାଜା ତ ଯାହା ଦେଲେ ମୁଁ ତ ସେଇଆ କଲି, ମୁଁ ତ କ୍ୟାରି ଆଉଟ ଦି କମାଣ୍ଡସ୍ ଅଫ ରାଜା, ମୁଁ ତ କିଛି ତା ଦେହରେ ଇଏ କରିନି। ତାହେଲେ ତାର ଇଣ୍ଟେନସନ ବି ବ୍ୟାଡ ନଥିଲା, ସିଏ ବି ମାରିବା ଉଦ୍ଦେଶ୍ୟରେ ହେଇଗଲା। ତାପରେ ପୁଣି ଦେଖାଗଲା ଯେ ରିଜିନ ହଉଛି ଜଣେ ଗୋଟେ ଇଗଲ, ଯାହାକୁ ଆମେ ଚିଲ କହୁଛେ, ସେ ଗୋଟେ ମା ଚିଲଟିଏ ଛୁଆ ଦେଇଛି। ସେ ଛୁଆ ଗୁଡାକ ମାନେ ଖାଦ୍ୟ ପାଇଁ ଭୋକରେ ଆଉଟି ପାଉଟି ହଉଛନ୍ତି। ମା ଚିଲଟି ଯାଇଛି ଖାଦ୍ୟ କଲେକ୍ସନ କରିବାକୁ। କଲେକ୍ସନ କରିକି ଆସିଲା ବେଳେ ସେ ଗୋଟେ ସାପଟାକୁ, ବିଷାକ୍ତ ସାପଟାକୁ ଧରିକିରି ଆସିଛି। ଜିଅନ୍ତା ବିଷାକ୍ତ ସାପକୁ ଦି ଗୋଡରେ ଧରିଛି। ତେଣୁ ସାପଟି କଣ କରୁଛି, ନିଜକୁ ରକ୍ଷା କରିବା ପାଇଁ ସେ ଚିଲକୁ ଚୋଟ ମାରୁଛି। ଯେତେବେଳେ ଚୋଟ ମାରୁଛି, ସେ ଚିଲ ଶରୀରରେ ନ ବାଜିକିରି ତାର ଯୋଉ ସେ ବିଷ କ୍ରିୟା ଗୁଡାକ, ସେ ବିଷ ଗୁଡାକ ଝରି ପଡୁଛି ହଉଛି ତଳୁକୁ। ତେଣୁ ଏଇ ଯୋଉ କଡେଇଟି ଏଠି ପଡିଥିଲା, ରୋଷେଇ ହଉଥିଲା, ସେ କଡେଇ ଭିତରେ ଯାଇକିରି ସେ ବିଷ ଗୁଡାକ ପଡିଛି। ତାପରେ ସେଠୁ ଧରାଗଲା ଯେ ଇଏ ଇଗଲର ଦୋଷ। ଏ ଇଗଲ ସାପକୁ ନେଇକି ଯାଉଥିଲା, ସାପ ତାପରେ ଇଗଲ କୁ ଯେତେବେଳେ ଦେଖାଗଲା, ଇଗଲର ଇଣ୍ଟେନସନ ବି ବ୍ୟାଡ ନଥିଲା। କାହିଁକି ନା ସିଏ ତ ଚାହୁଁନଥିଲା ଯେ କୌଣସି ମୋର ଯୋଗୁ କୌଣସି ସନ୍ନ୍ୟାସୀ ମରନ୍ତୁ। ତାର ପିଲାଙ୍କୁ ସେ ଖାଦ୍ୟ ଦେବ, ସେଟା ହଉଛି ତା ଧର୍ମ। ତେଣୁ ସିଏ ତାର ଧର୍ମ ପାଳନ କରିଛି। ତେଣୁ ତାପରେ ସିଏ ବି ନିର୍ଦ୍ଦୋଷ। ତାପରେ ଦେଖାଗଲା ଯେ ସାପ ଦୋଷୀ, କାହିଁକିନା ସାପ ବିଷ କ୍ରିୟା ଯୋଗୁ ସମସ୍ତେ ମରିଛନ୍ତି। ତାପରେ ଦେଖାଗଲା ସାପକୁ ଯେତେବେଳେ ମାନେ ପନିଶମେଣ୍ଟ ପାଇଁ କୁହାଗଲା, ତେଣୁ ସାପ ବି ନିର୍ଦ୍ଦୋଷ, କାହିଁକିନା ସିଏ ତା ଧର୍ମ ପାଳନ କରିଛି। କାହିଁକିନା ସେ ନିଜକୁ ରକ୍ଷା ପାଇବା ପାଇଁ, ସେ ତାର ଆତ୍ମରକ୍ଷା ପାଇଁ ଏସବୁ କାମ କରିଛି। ତାପରେ ଦୋଷୀ ଆଉ କିଏ? ତାପରେ ଲାଷ୍ଟରେ ଦେଖାଗଲା ଏଠି କେହି ଦୋଷୀ ନୁହଁ, ଫାଇଲ କ୍ଲୋଜ। ତାପରେ କିଛି ସମୟ ପରେ ପୁଣି କିଛି ଜଣେ ସନ୍ନ୍ୟାସୀ ଆସି ପହଞ୍ଚିଲେ। ତାଙ୍କୁ ବହୁତ ଭୋକ ହେଇଛି। ସେ ଯେତେବେଳେ ପଚାରୁଛନ୍ତି ଯେ କିଛି ଖାଦ୍ୟ କେମିତି ମିଳିବ, ତାକୁ କିଛି ଲୋକ ସେଇଠି ପାଖରୁ କହୁଛନ୍ତି ସେ ରାଜାଙ୍କ ପାଖକୁ ଯାଆନ୍ତୁ, ଆଉ ସେଇଠି ତାଙ୍କର ସବୁ ଝିଅ ମାନେ ଆସନ୍ତି, ସମସ୍ତଙ୍କୁ ଖାଦ୍ୟ ମିଳେ, ଆପଣ ସେଇଠି ଇଏ ଯେତେବେଳେ ଯାଇକି ମାନେ ଯାଇଛନ୍ତି, ତାପରେ ସେଠୁ ଜଣେ ମା ଟିଏ ଦେଖାହେଲେ। ପଚାରିଲେ, ଇଏ ତାଙ୍କୁ ପଚାରିଲେ ସେ ଆଉ ରାଜ ବାଡି ଟା କେତେ ବାଟ? ନା କାହିଁକି? ନା ମୁଁ ମତେ ବହୁତ ଭୋକ ହେଲାଣି, ମୁଁ ଯିବି ଖାଇ। ଆରେ ଆରେ ଆରେ, ଖାଇବାକୁ ଯିବୁ? ଏଇ ସେ ଯୋଉ ନରହନ୍ତା ରାଜା ପାଖକୁ ଯିବୁ? ସେ ମାନେ ଯାହା ଯାହା ତୋରି ଭଳିଆ କେତେ ସେଠି ମରିଛନ୍ତି, ଆଉ ତୁ ଗଲା ମାନେ ତୋ ଅବସ୍ଥା ବି ସେଇଆ ହବ। ଏ କଥା ଯମରାଜଙ୍କ କାନରେ ପଡିଲା। ସାଙ୍ଗେ ସାଙ୍ଗେ ଫାଇଲ ରିଓପନ। ଆରେ ଆରେ ଆରେ, ଡାକ। ତାକୁ ସାଙ୍ଗେ ସାଙ୍ଗେ ସେଠୁ ଡକାଗଲା। ପନିଶମେଣ୍ଟ ହେଲା, ସେ ମାଙ୍କୁ ପନିଶମେଣ୍ଟ ହେଲା। ସେଠୁ ପନିଶମେଣ୍ଟ, ସମସ୍ତେ ସେଠୁ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଇଏ କଣ ବିଷ ଦେଇଥିଲା? ୟା ଯୋଉ କଣ ସନ୍ନ୍ୟାସୀ ମଲେ? ଇଏ କି କଥା, ଆଙ୍କୁ କଣ ପନିଶମେଣ୍ଟ ଦିଆଗଲା? ତେଣୁ ତାପରେ ଲାଷ୍ଟ ଯମରାଜ ଏଇ କଥା କହିଲେ, ଯୋଉ କଥା ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଯେ ଆପଣ ସୋର୍ସ ଅଫ ପ୍ଲେଜର ଟା ଆପଣ କୋଉଠୁ ନଉଛନ୍ତି? କାହାର ଆଜି ଆପଣଙ୍କର ଗୋଟେ କାହାର ପିଲା ଭଲ ପାଠ ପଢୁଛି, ତାର ଗୋଟେ ଆକ୍ସିଡେଣ୍ଟ ହେଇଗଲା, ତା ପିଲାଟା ଚାଲିଗଲା, ତାର ପଡୋଶୀ ମଜା ନଉଛି, ତା ପିଲାଟା ଡାକ୍ତର ହେଇଛି, ତାର ଦୁଃଖରେ ମାନେ ମଜା ନଉଛନ୍ତି। କାହାର ଝିଅର ବାହାଘର ଭାଙ୍ଗି ଯାଉଛି, ଆଉ ଝିଅର ଗୋଟେ ଭଲ ଜାଗାରେ ବାହାଘର ଲାଗିଥିଲା, ତାର ବାହାଘର ଭାଙ୍ଗି ଯାଉଛି, ସେତେବେଳେ ଆମେ ମଜା ନଉଛେ। କାହାର ଗୋଟେ କିଛି ଅସୁବିଧା ହେଇଛି, କାହା ପିଲା ପଢାରେ କୃତକାର୍ଯ୍ୟ ହେଇପାରୁନି, ଫେଲ ହେଇଯାଇଛି, ଆମେ ମାନେ ତାକୁ ମଜା ନଉଛେ। ତେଣୁ ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯୋଉ ସୋର୍ସ ରୁ ଆମେ ଆନନ୍ଦ ଟା ଅନୁଭବ କରୁଛେ, ସେଇ ସୋର୍ସ ପାଇଁ ଆମେ ମାନେ ଦାୟୀ। ଯଦି ସେଟା ପଜିଟିଭ ସୋର୍ସ ହବ, ତାହେଲେ ସେଇଟା ଆପଣଙ୍କ ମାନେ କର୍ମ ଫଳ ଭଲ ହବ। ଯଦି ସେଟା ଆପଣଙ୍କର ନେଗେଟିଭ ସୋର୍ସ ହବ, ତେଣୁ ସେ ମା ଦେଖନ୍ତୁ, ରାଜା ଦୋଷୀ ନଥିଲା, ରାଜା ବି ମନ ଦୁଃଖ, ଏତେ ଗୁଡେ ସନ୍ନ୍ୟାସୀ ମରିଗଲେ। ଇଗଲର ବି ମନ ଦୁଃଖ ଯେ ତା ଯୋଗୁରୁ ସନ୍ନ୍ୟାସୀ ମଲେ। ସାପର ବି ମନ ଦୁଃଖ ଯେ ସମସ୍ତେ ତା ଯୋଗୁରୁ ମରିଗଲେ। ଏବଂ ପ୍ରତ୍ୟେକ ଯିଏ ରୋଷେଇଆ, ତାର ବି ମନ ଦୁଃଖ। କିନ୍ତୁ ଇଏ ଏକମାତ୍ର ମା ଦେଖନ୍ତୁ, ସେ କହୁଛି ଯା ସେ ନରହନ୍ତା ରାଜା, ତୋରି ଭଳିଆ କେତେ ମରିଛନ୍ତି ତୋର। ତେଣୁ ସେଇଥିପାଇଁ ଆମେ କୋଉ ସୋର୍ସ ରୁ ପ୍ଲେଜର ଟା ପାଉଛେ, କାହା ପ୍ରତି ମାନେ କାୟ
ମନ ବାକ୍ୟ। ଠାକୁର କହିଲେ କାୟ ମନ ବାକ୍ୟରେ କାହା ପ୍ରତି ଅମଙ୍ଗଳ ଚିନ୍ତା କରିବନି। ସେଇ ଅମଙ୍ଗଳ ଚିନ୍ତା କଲେ ସେଇଟା ଠାକୁର ଯୋଉଟା ସତ୍ୟାନୁସରଣ କହୁଛନ୍ତି ସେଇଟା ଆମ ଭିତରେ ଡିଭାଇଡ ହେଇଯାଏ। ତେଣୁ ଆମେ ଯଦି କାହାର ଅମଙ୍ଗଳ ଚିନ୍ତା କରିବା ସେଇଟା ପରମପିତା ଆମ ଭିତରେ ଡିଭିଜନ କରିଦେବେ। ତେଣୁ ସେଇଥିପାଇଁ ଯୋଉ ଆମେ କସ୍ମିକ ଏନର୍ଜି ଟାକୁ ଆମେ ପଲ୍ୟୁଟ କରିବାନି। ରାଦର ଆମେ ଯୋଉ ଆସିଛେ ପରମପିତା ଯୋଉ ଶରୀର ଦେଇଛନ୍ତି ଏ ଶରୀର ଚେଷ୍ଟା କରିବା କିଛି ମଙ୍ଗଳ କରିବା ପାଇଁ। କାହିଁକି ନା ଆମେ ଆଜି ଯୋଉ ଅକ୍ସିଜେନ ଟିକେ ନଉଛେ ଆପଣ ଦେଖନ୍ତୁ ଆଜି ଅକ୍ସିଜେନ ଟା ଫ୍ରିରେ ମିଳୁଛି। କରୋନା ସମୟରେ କେତେ ଅକ୍ସିଜେନ ପାଇଁ କେତେ ଲୋକ ଚାଲିଗଲେ। ଆମେ ଅକ୍ସିଜେନ ଆଜି ହଜାର ହଜାର ଟନ ଅକ୍ସିଜେନ ନଉଛେ କିନ୍ତୁ କିଏ ଦଉଛି ଆମର ମାନେ କସ୍ମିକ ଇଏରୁ ଆମେ ନଉଛେ। ଆଜି ମୁଁ ଛୋଟ ଅବସ୍ଥାରେ ଥିଲି ମୋ ମା କୋଉ ଡକ୍ଟରକୁ ଦେଖଉଥିଲେ ମୋ ମା କୁ କୋଉ ଡକ୍ଟର ଟ୍ରିଟମେଣ୍ଟ କରୁଥିଲା ଏବଂ ସେ ଡକ୍ଟର ମତେ ଭଲ ମା କୁ ସୁସ୍ଥ ରଖିଲେ ପିଲାକୁ ସୁସ୍ଥ ରଖିଛନ୍ତି। ମୁଁ କେବେ ପଚାରିଛି ସେ ଡକ୍ଟର କିଏ ସେ ଆଉ ମୋ ମା କୁ କିଏ ଟ୍ରିଟମେଣ୍ଟ କରୁଥିଲା? ସେ ଡକ୍ଟର ତାଙ୍କର ଧର୍ମ ପାଳନ କରିକରି ଗଲେ। ତେଣୁ ଆମେ ସେମିତି ହୁଏତ ଆମେ ଡକ୍ଟରଙ୍କୁ ଥ୍ୟାଙ୍କ ୟୁ ନ କହିପାରନ୍ତି କିମ୍ବା ତାଙ୍କୁ ଦେଖା ନ କରିପାରନ୍ତି ବା ତାଙ୍କୁ କିଛି ସେବା ନ ଦେଇ ପାରନ୍ତି କିନ୍ତୁ ଆମର ପୁଣି କିଛି ସୋସିଆଲ ୱାର୍କ ରହିଛି ସାମାଜିକ କର୍ମ ରହିଛି। ତେଣୁ କାୟମନ ବାକ୍ୟରେ ଆମେ କାହାର ହିଂସା କେବେ ଆଚରଣ କରିବା ଉଚିତ ନୁହଁ। ତେଣୁ ସେଇଭଳି ଭାବରେ ଆମେ ଏଇ ଯୋଉ ସୋକଲ୍ଡ କସ୍ମିକ ଏନର୍ଜି ଆମକୁ ମିଳିଛି ଏଟାକୁ ଆମେ କେମିତି ୟୁଜ କରିବା ସେଇଟା ହଉଛି ଆପଣ ଡିପେଣ୍ଡ କରୁଛି ଆମର ଆକ୍ଟିଭିଟିଜ ଉପରେ। ଯେମିତି ରାଜା ତାଙ୍କ ଧର୍ମ ପାଳନ କରୁଥିଲେ, ଇଗଲ ତା ଧର୍ମ ପାଳନ କରୁଥିଲା, କିନ୍ତୁ ମା ଟି କାହା ଧର୍ମ ପାଳନ କଲେ? ମା କଣ କରିଥିଲେ? ତେଣୁ କାୟମନ ପାଖରେ କାହାର କେବେ ଅମଙ୍ଗଳ ଚିନ୍ତା କରିବାନି। ସେଇଥିପାଇଁ ଆମେ ବେଳେ ବେଳେ କଣ ହୁଏ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଯେ ଆମର ଈଶ୍ୱର ଆମର ପ୍ରାର୍ଥନା ମଞ୍ଜୁର କରନ୍ତି ନାହିଁ। କାହିଁକି ମଞ୍ଜୁର କରନ୍ତି ନାହିଁ? ତାର କାରଣ ହଉଛି ଠାକୁର କହିଲେ ଯେତେବେଳେ ମଣିଷ ପରାର୍ଥକୁ ସ୍ୱାର୍ଥ ଭାବିକିରି କାର୍ଯ୍ୟ କରେ ସେତେବେଳେ ଈଶ୍ୱର ତା ମାନେ କାମନା ବାସନାକୁ ପୂର୍ଣ୍ଣ କରନ୍ତି। ତେଣୁ ଯେତେବେଳେ ମଣିଷ ବେଳେ ବେଳେ ଆପଣ ଦେଖିବେ ଆମର ଯେତେ ସତ୍ସଙ୍ଗରେ କିଛି ଭାଇ ମାନେ ଭୋଗ ଅର୍ଘ୍ୟ ନିବେଦନ କରନ୍ତି ମାନେ ସାର୍ବିକ ମଙ୍ଗଳ ପାଇଁ ଜଗତର ମଙ୍ଗଳ ପାଇଁ। ଆଉ ବେଳେ ବେଳେ ଆମେ କଣ କରୁ ନା ମୋ ପୁଅର ମଙ୍ଗଳ ପାଇଁ ବା କିଛି ଏମିତି ଗୋଟେ ଉଦ୍ଦେଶ୍ୟ ରଖିକିରି କରୁ। ତା ଭିତରେ ଦୁଇଟା ତାରତମ୍ୟ ଥାଏ। ଗୋଟେ ହଉଛି ଗୋଟେ ପର୍ସନାଲ ଇଣ୍ଟରେଷ୍ଟ, ଗୋଟେ ହଉଛି ପବ୍ଲିକ ଇଣ୍ଟରେଷ୍ଟ। ମାନେ ବିଶ୍ୱର ମଙ୍ଗଳ ମାନେ ସର୍ବଭୂତରେ ଆତ୍ମବୋଧ। ବିଶ୍ୱର ମଙ୍ଗଳ ହେଲେ ସର୍ବଭୂତରେ ଆତ୍ମବୋଧ ମଣିଷ ଭିତରେ ଜାଗ୍ରତ ହୁଏ। ସେଥିପାଇଁ ଠାକୁର କହୁଛନ୍ତି ଯେତେବେଳେ ପରାର୍ଥକୁ ସ୍ୱାର୍ଥ ଭାବି ମଣିଷ କୌଣସି କାମନା କରେ ସେତେବେଳେ ପରମପିତା ତାକୁ ସେଇ କସ୍ମିକ ଏନର୍ଜି ଟା ତା ଭିତରେ ଆକ୍ଟିଭ ହେଇଯାଏ। ତେଣୁ ତା ଭିତରେ ଯେତେବେଳେ ସେ କସ୍ମିକ ଏନର୍ଜି ଟା ଆକ୍ଟିଭ ହବ ତ ସେତିକି ବେଳେ ତାର ସବୁ ଇଚ୍ଛା ଗୁଡାକ ପୂର୍ଣ୍ଣ ହୁଏ। ତେଣୁ ମଣିଷ ଭିତରେ ଯେତେବେଳେ ଭେଷ୍ଟେଡ ଇଣ୍ଟରେଷ୍ଟ ନ୍ୟସ୍ତ ସ୍ୱାର୍ଥ ଯୋଉଟା କୁହାଯାଏ, ଯୋଉଟା କି ଆମର ମାନେ ସ୍ୱାର୍ଥପର ହେଇଯାଉ ସେତେବେଳେ ଆମେ କୌଣସି କାମନା କରୁ ସେତେବେଳେ ସେଟାକୁ ପରମପିତା ମଞ୍ଜୁର କରନ୍ତିନି। କିନ୍ତୁ ଯେତେବେଳେ ଆପଣ ମାନେ ଦେଖିବେ ଯେତେବେଳେ ମଣିଷ ଭିତରେ ଏଇ କସ୍ମିକ ଏନର୍ଜି ଟା ମଣିଷ ଭିତରେ ଯେତେବେଳେ ଡେଭଲପ ହେଇଯିବ ଆପଣଙ୍କ ପାଖରେ ଯେତେବେଳେ କେହି ନଥିବେ ଆପଣ କିଛି ଅସୁବିଧାର ସମ୍ମୁଖୀନ ହେଇଛନ୍ତି, ଆପଣ କିଛି କଷ୍ଟ ଦୁଃଖ ଯନ୍ତ୍ରଣା ପାଇଛନ୍ତି, ତ ସେଇ ସମୟରେ ଅଲ୍ ଡୋର୍ସ କ୍ଲୋଜ ଗଡ୍ସ ଡୋର ଓପନ। ଆପଣ ଅନେଶତଟା ଦ୍ୱାର ବନ୍ଦ ହେଇଯିବ ସେ ଗୋଟିଏ ଡୋର ଖୋଲା ରହିବ, ସେଟା ହଉଛି ଈଶ୍ୱରଙ୍କ ଦ୍ୱାର। ତେଣୁ ସେଇ ସମୟରେ ଆପଣ କେହି ନା କେହି ଜଣେ ମାନେ ଆସି ଆପଣଙ୍କୁ ସାହାଯ୍ୟ କରିବେ। ତେଣୁ ସେଇ ମାନେ ଓନ୍ଲି ବିକଜ ଅଫ ଏଇ କସ୍ମିକ ଏନର୍ଜି ଯୋଗୁ। ତେଣୁ ସେଇଥିପାଇଁ ଆମେ ମାନେ ଯୋଉମାନେ ଯାହାର କସ୍ମିକ ଏନର୍ଜି ଯୋଉମାନେ ଆକ୍ଟିଭ ଥାଏ ସେମାନେ ଅନେଷ୍ଟ କାମ କରିବାକୁ ଭଲ ପାଆନ୍ତି। ସେମାନେ ସବୁବେଳେ ପଜିଟିଭ ଔରାକୁ ଆଟ୍ରାକ୍ଟ କରନ୍ତି। ତାଙ୍କ ଭିତରେ ଗୋଟେ ଔରା ଠାକୁର କହୁଛନ୍ତି ତାଙ୍କ ଭିତରେ ଗୋଟେ ପଜିଟିଭ ଔରା କ୍ରିଏଟ ହୁଏ। ସେ ଔରା କ୍ରିଏଟ ହେଲେ କଣ ହବ ନା ତାକୁ ଏମିତିଆ ଲୋକ ସବୁ ମିଳିବେ ଆପଣ ଦେଖିବେ ଗୋଟେ 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 ସମୟ ଆସିବ ଭଲ ଲୋକ ଆପଣଙ୍କୁ ଆକର୍ଷିତ ହେବେ। ତେଣୁ ଆପଣଙ୍କର ଚାରିପଟରେ ମାନେ ସୁନ୍ଦର ଭଲ ଭଲ ଲୋକ ଆସିବେ ଆପଣଙ୍କୁ ଭଲ କାମରେ ସାହାଯ୍ୟ କରିବେ। ତେଣୁ ବେଳେ ବେଳେ କଣ ହବ ଏମିତି ଖରାପ ଲୋକ ଆପଣଙ୍କ ସାଙ୍ଗରେ ଆସିବେ। ଠାକୁର କହୁଛନ୍ତି ଭଲ ସମୟରେ ମଧ୍ୟ କିଛି ଖରାପ ଲୋକ ଆସନ୍ତି ଏବଂ ସେମାନେ କିଛି ଶିକ୍ଷା ଆପଣଙ୍କୁ ଦେଇଯାଆନ୍ତି ଯୋଉ ଶିକ୍ଷା ବି ଗୋଟେ ଘରେ ଏକ୍ସପିରିଏନ୍ସ ଡେଭଲପ କରେ। କିନ୍ତୁ ସେଟା ବି ମାନେ କସ୍ମିକ ଏନର୍ଜିର ଗୋଟେ ପାର୍ଟ। କାହିଁକିନା ସେମାନେ ନ ରହିଲେ ଆପଣ ଧର ସପୋଜ ମତେ ସୁଭାଷ ଭାଇ ଧୋକା ଦେଲେ, ତେଣୁ ମୋର ଏଇ ଯୋଉ ଶିକ୍ଷା ଟା ମୁଁ ପ୍ରାପ୍ତ ହେଲି ମୁଁ ସେଇଭଳି ଲୋକମାନଙ୍କୁ ଜାଣିପାରିବି ଯେ ଏଇ କ୍ୟାଟେଗୋରୀର ଲୋକମାନେ ମୁଁ ସେମାନଙ୍କ ସହିତ କେମିତି ମାନେ ରେସପେକ୍ଟେବୁଲ ଡିଷ୍ଟାନ୍ସ ମେଣ୍ଟେନ କରିବି ଯୋଉ କଥା ଠାକୁର କହୁଛନ୍ତି। ତେଣୁ ଠାକୁର ମଧ୍ୟ ସୁନ୍ଦର ଭାବେ କହୁଛନ୍ତି ଯେ ଏଇ ଯୋଉ ତାର ସଲ୍ୟୁସନ କଣ। ତେଣୁ ଯଦି କସ୍ମିକ ଏନର୍ଜି ଟା ଆମ ମଣିଷ ଭିତରେ ଡେଭଲପ କରିବାକୁ ଆମେ କେମିତି ଡେଭଲପ କରିବା ତାର ସଲ୍ୟୁସନ କଣ? ତେଣୁ ସେଥିପାଇଁ ଠାକୁର ସୁନ୍ଦର ଭାବେ କହୁଛନ୍ତି ଯେ ଯେତେବେଳେ ମଣିଷ ଭାବେ ଯେ ଏଭ୍ରିଥିଙ୍ଗ ମାନେ ଆକ୍ଚୁଆଲି ମୁଁ ଏଇ ଯୋଉ ଶରୀର ପ୍ରାପ୍ତ ହେଇଛି କାହା ଯୋଗୁ? ଈଶ୍ୱର ପିତାମାତା ଏଇ ଜୈବ ବିବର୍ତ୍ତନବାଦ ଯୋଗୁ ପାଇଛି। ତେଣୁ ମୁଁ ଯଦି କହିବି
ନା ମୁଁ ଏଇ ଯୋଉ ଶରୀର ପାଇଛି, ମୁଁ ସବୁ କରିପାରିବି, ମୁଁ ସବୁ ଜିନିଷ ଜାଣିଛି, ମୋର କାହାର ସାହାଯ୍ୟ ଦରକାର ନାହିଁ, ମୁଁ ସବୁ ନିଜେ। ତେଣୁ ଏଇ ଯୋଉ ଅହଂ ଭାବ ଯୋଉଟା କହୁଛି ଇ ପ୍ଲସ ଗୋ ଇକ୍ୱାଲ ଟୁ ଇଗୋ। ତେଣୁ ମଣିଷ ଯିବାକୁ ହେଲେ ଇ ଟାକୁ ଛାଡିବାକୁ ପଡିବ। ଯେ ପର୍ଯ୍ୟନ୍ତ ଇ କଣ କରେ ଯେପର୍ଯ୍ୟନ୍ତ ଆପଣଙ୍କ ଭିତରେ ଏଇଟାକୁ ଆପଣ ନ ଛାଡିଛନ୍ତି ଆପଣ ଯାଇପାରିବେନି। ତେଣୁ ଆପଣ ସବୁବେଳେ ଗାଡି ଆପଣଙ୍କର ରିଭର୍ସ ରେ ଯିବ। ତେଣୁ ସେଇଥିପାଇଁ ଠାକୁର କହୁଛନ୍ତି ଆ ପାଇଁ ଦରକାର କଣ, ସମର୍ପଣ ଭାବ। ତାର ସଲ୍ୟୁସନ ହଉଛି ସମର୍ପଣ ଭାବ। ତେଣୁ ଏଭ୍ରିଥିଙ୍ଗ ଇଜ ଗଡ। ତେଣୁ ସେଇଥିପାଇଁ ଆମେ ମାନେ ମୁଁ ଗୋଟେ ମାଧ୍ୟମ ମାତ୍ର। ମୁଁ ଯାହା କରୁଛି ଏଇଟା ଗୋଟେ ମୁଁ ହଉଛି ଗୋଟେ ମାଧ୍ୟମ। ତେଣୁ ଏଇଟା କେମିତି ଡେଭଲପ କରିବ, ଏଇ ଭାବଟା ଖାଲି କହିଦେଲେ ତ ଏଇଟା ହବନି। ଏଇଟା କେମିତି ଡେଭଲପ କରିବ ଗୋଟେ ମଣିଷ ଭିତରେ। ତେଣୁ ସେଥିପାଇଁ ଠାକୁର କହୁଛନ୍ତି ଆ ପାଇଁ ସ୍ପିରିଚୁଆଲ ପ୍ରାକ୍ଟିସ ଦରକାର। ତେଣୁ ସ୍ପିରିଚୁଆଲ ପ୍ରାକ୍ଟିସ ଟା କଣ, ଆପଣ ମାନେ ଜାଣିଥିବେ ଯେ ମହାଭାରତ ଯୁଦ୍ଧରେ ଯେତେବେଳେ ଅର୍ଜୁନ ବିଷାଦଗ୍ରସ୍ତ ହେଇଗଲା, ସେଇ ସମୟରେ ତାର ଏଇ ଯୋଉ ପଜିଟିଭ ଆଉ ନେଗେଟିଭ ଏନର୍ଜି ତା ଭିତରେ ମାନେ ଗ୍ରୋ କରୁଥିଲା। କିନ୍ତୁ ତା ଭିତରେ କସ୍ମିକ ଏନର୍ଜି ଟା ଡେଭଲପ କରିନଥିଲା। ସେ କସ୍ମିକ ଏନର୍ଜି ଟା ଡେଭଲପ କିଏ କରାଇଲେ, ତା ଭିତରେ ମାନେ ହର ହାଲ ମେ ଖୁସ ରହନା है, ଗୁରୁ ବର ସେ ଶିଖି ଜାନା है। ତା ଭିତରେ ଶ୍ରୀକୃଷ୍ଣ ଗୁରୁ ରୂପରେ ଆସି ତାକୁ ତା ଭିତରେ ସେ କସ୍ମିକ ଏନର୍ଜି ଟାକୁ ଡେଭଲପ କରାଇଲେ। ସେ କସ୍ମିକ ଏନର୍ଜି କେମିତି ଆପଣ ମାନେ ସମସ୍ତେ ଜାଣିଛନ୍ତି, ବିଷାଦ ଯୋଗରୁ ସେ ମାନେ କେମିତି ଡେଭଲପ ହେଲା ତାଙ୍କୁ ପ୍ରଥମେ ତାଙ୍କୁ ଦିଆଗଲା କର୍ମଯୋଗ। ତେଣୁ କର୍ମଯୋଗରେ ସେ ସାଟିସ୍ଫାଏ ହେଲେନି, ସରି ଟୁ ସେ ଜ୍ଞାନ ଯୋଗ। ତେଣୁ ଜ୍ଞାନରେ ସେ ସାଟିସ୍ଫାଏ ହେଲେନି। ତେଣୁ ତାପରେ ତାଙ୍କୁ ଶିଖେଇଲେ କର୍ମଯୋଗ। କର୍ମଯୋଗ କହିସାରିଲା ପରେ ତଥାପି ସେ ମାନେ ସନ୍ତୁଷ୍ଟ ହେଲେନି। ତାପରେ ଆସିଲା ତାଙ୍କର ଭକ୍ତି ଯୋଗ। ତେଣୁ କର୍ମ, ଜ୍ଞାନ, ଭକ୍ତି ଯେତେବେଳେ ସନ୍ତୁଳନ ହେଇଗଲା, ତେଣୁ ସେତେବେଳେ ଯିଏ କା ପୁରୁଷ ଥିଲା, ଯିଏ ନପୁଂସକର ଆକ୍ଟିଂ କରୁଥିଲା, ସିଏ ସେତେବେଳେ ମହାବୀର ଯୋଦ୍ଧା ହେଇକିରି ମାନେ ତାର ଜୀବନ ଯୁଦ୍ଧରେ ସେ ସକ୍ସେସ ହେଲା। ଏବଂ ମହାଭାରତ ଯୁଦ୍ଧରେ ସକ୍ସେସ ହେଇକିରି ଧର୍ମକୁ ପ୍ରତିଷ୍ଠା କଲେ ଏବଂ ଅଧର୍ମକୁ ବିନାଶ କଲେ। ତେଣୁ ସେଇଥିପାଇଁ ଠାକୁର କହୁଛନ୍ତି ମଣିଷ ଭିତରେ ଯେତେବେଳେ ଏଇ ସ୍ପିରିଚୁଆଲ ପ୍ରାକ୍ଟିସ ଟା ଯେତେବେଳେ ସେ ଡେଭଲପ କରିବ, ସତ୍କର୍ମ ପରମ ଭବ, କର୍ମ କରିବ ସତ୍ ଉଦ୍ଦେଶ୍ୟ ରଖିକିରି। ଡକ୍ଟର ଟ୍ରିଟମେଣ୍ଟ କରୁଛି ଯଦି ବିଶ୍ୱର ମଙ୍ଗଳ ପାଇଁ, ଯଦି କିଡନୀ ଚୋରି କରିବ ଡକ୍ଟର ହେଇକିରି। ଇଞ୍ଜିନିୟର ଯେମିତି ତାର ପ୍ରତ୍ୟେକ, ଠାକୁର କହିଲେ ମଣିଷ ଯେତେବେଳେ କାହିଁକି ଧର୍ମକୁ ଆଡପ୍ଟ କରିବା ଦରକାର, ମଣିଷ ଧର୍ମକୁ ଏଇଥିପାଇଁ ଆଡପ୍ଟ କରିବା ଦରକାର, ଯିଏ ଯେଉଁ କର୍ମ କରୁନା କାହିଁକି ସେ ଧର୍ମର ନୀତି ଯଦି ପାଳନ କରେ, ତାହେଲେ ସେ ତାକୁ ଧାର୍ମିକ ବୋଲି କୁହାଯିବ। ତେଣୁ ଯଦି ଟିଚର ତାର କର୍ତ୍ତବ୍ୟ ଠିକ ସେ କରେ, ଡକ୍ଟର ତାର କର୍ତ୍ତବ୍ୟ ଠିକ ସେ କରେ, ଇଞ୍ଜିନିୟର ତାର କର୍ତ୍ତବ୍ୟ ଯଦି ସେ ଠିକ କରେ, ତାହେଲେ ସେମାନେ ଧାର୍ମିକ। ତେଣୁ ସେଇଥିପାଇଁ ଠାକୁର ସୁନ୍ଦର ଭାବେ କହୁଛନ୍ତି ଯେ ଯୋଉମାନେ ଜ୍ଞାନ ଆହରଣ କରୁଛନ୍ତି, ଆପଣ ଯଦି ଜ୍ଞାନ ଆହରଣ କରୁଛନ୍ତି ତା ଭିତରେ ବି ସେଇ ଜ୍ଞାନ ଟା ବି ଯଦି ଯେମିତି ମାନେ ସାର୍ବିକ ମଙ୍ଗଳ ପାଇଁ, ସମାଜର ମଙ୍ଗଳ ପାଇଁ ସେଟା ହବା ଦରକାର। ସେ ଜ୍ଞାନ ଟାକୁ ଆପଣ ବିତରଣ କରିକିରି, ଯେମିତି ସାଧୁ ସନ୍ଥ, ଆମେ ମାନେ ମୁନି ଋଷି ମାନେ ଆଜି ଯୋଉମାନେ ଋତିକ ଦେଖନ୍ତୁ, ଋତିକ ଦେବତା, ସେମାନେ ସାଧନା କଲେ, ସାଧନା କରିକିରି ଯୋଉ ସିଦ୍ଧି ଲାଭ କଲେ, ସେଇଥିପାଇଁ ତାଙ୍କୁ ଗୋଟେ ମାନେ ଯେମିତି ଆମର ଗୋଟେ ଏକ୍ଜାମ ଦେଇକିରି ଆମେ ଗୋଟେ ଟିଚର ହଉ କି ଡକ୍ଟର ହଉ, ସେ ତାକୁ ଗୋଟେ ମାନେ ସାର୍ଟିଫିକେଟ ମିଳିଛି ଯେ ଇଏ ଗୋଟେ ସାର୍ଟିଫାଇଡ ଡକ୍ଟର। ସେମିତି ଆମର ସତ୍ସଙ୍ଗ ଜଗତରେ ଋତିକ ଦେବତା ମାନେ, ସେମାନେ ସାଧନାରେ ସିଦ୍ଧି ଲାଭ କରିଛନ୍ତି ଯେ ବୋଲି ସେ ପ୍ରାଞ୍ଜା ପ୍ରାପ୍ତ ହେଇଛନ୍ତି। ସେମାନେ ଯାଇକିରି ଦ୍ୱାର ଦ୍ୱାର ବୁଲିକିରି ସମସ୍ତଙ୍କୁ କଣ କରୁଛନ୍ତି ନା ମୋଟିଭେଟ କରୁଛନ୍ତି ଯେ ଦ ମୋଷ୍ଟ ଇଭଲ୍ଡ ପର୍ସନ ଅଫ ଦି ଇଭଲ୍ୟୁସନ, ବିବର୍ତ୍ତନବାଦର ବିବର୍ତ୍ତିତ ପୁରୁଷ ଆସିଛନ୍ତି, ଯିଏକି ନୂତନ ରୂପେ ଆସି ନୂତନ ମନ୍ତ୍ର ପ୍ରଦାନ କରିଛନ୍ତି। ଏବଂ ତାଙ୍କୁ ଗ୍ରହଣ କର, ସେ ତାଙ୍କର ମାର୍ଗକୁ ଅନୁସରଣ କର, ତାଙ୍କୁ ଶ୍ରଦ୍ଧା କର, ତାଙ୍କୁ ଭକ୍ତି କର, ତାଙ୍କୁ ଭଲ ପାଅ ଏବଂ ତାଙ୍କର ଇଏକୁ ଚରିତାର୍ଥ କର, ତାଙ୍କର ଜୀବନୀ କି, ତାଙ୍କର ବାଣୀ କି। ଏବଂ ସେ ଯାହା ଚାହିଁଛନ୍ତି ସେଇଗୁଡାକୁ ମଣିଷ ଯଦି ଜୀବନରେ ପରିପାଳନ କରେ, ତା ଭିତରେ ଦେଇକରି କଣ ହବ ନା ସେ ଅତେନ୍ଦ୍ରିୟ ହବ, ସେ ପ୍ରଜ୍ଞାମାନ ହବ, ସେ ପ୍ରିୟଦର୍ଶୀ ହେଇ ଉଠିବ। ତେଣୁ ଆପଣ ମାନେ ସେଇ ଯୋଉ ବାର୍ତ୍ତାଟା ସେମାନେ ଦଉଛନ୍ତି, ସେ ସାଧନା କରିଛନ୍ତି। ସେ ଯଦି କାଲି ସକାଳେ ଯଦି ସେ ଅରୁଆ ଖାଇକିରି, ଗେରୁଆ ପିନ୍ଧିକିରି, ଆଉ ଧାଡି ଥୋଡି ରଖିକିରି ଯାଇକିରି କାହା ଘରେ ଠକ ଠକ କରିବେ, ତାହେଲେ ଲୋକମାନେ ତାଙ୍କୁ ଅବିଶ୍ୱାସ କରିବେ ଏବଂ ଭଣ୍ଡ ବୋଲି କହିବେ। ତେଣୁ ସେଇ ଯୋଉ ସାଧନା ଲବ୍ଧ ଜ୍ଞାନ ଟାକୁ ସେମାନେ ପ୍ରଦାନ କରିଛନ୍ତି। ତେଣୁ ମୁନି ପାତଞ୍ଜଳି ଦେଖନ୍ତୁ, ଯୋଗ ଯୋଗ ଯୋଉ ମାନେ ଇଏ ଆସିଛି, ତେଣୁ ଏଇଟା ହଉଛି ଆଦି ଯୋଗୀ ହେଲେ ଶଙ୍କର ଭଗବାନ। କିନ୍ତୁ ପାତଞ୍ଜଳି ସେଟାକୁ ଆଣିକି ଲୋକଙ୍କ ପାଖରେ ପହଞ୍ଚେଇଲେ, ତାକୁ ଆହୁରି ମାନେ ଡେଭଲପ କରାଇଦେଲେ ରାମଦେବ ବାବା। ସେଟା ବିଭିନ୍ନ, ଏଇଟା ଗୋଟେ ବହୁତ ବଡ ପ୍ରସଙ୍ଗ। କିନ୍ତୁ ସେଇମାନେ ଏଇ ଯୋଉ ସାଧନା, ଏଇ ସାଧନା ଲବ୍ଧ ଜ୍ଞାନ ଟାକୁ ସେମାନେ ବିତରଣ କରିଛନ୍ତି। ତେଣୁ ଜ୍ଞାନ ଆହରଣ କର ସମାଜ ପାଇଁ, କର୍ମ କର ସମାଜ ପାଇଁ, ଏବଂ ଭକ୍ତି। ଆପଣ ମାନେ ଦେଖୁଛ ମନ୍ଦିରକୁ ଯିବା, ନଡିଆ ନେଇକି ଯିବା, ମୋ ପୁଅ ଫାଷ୍ଟ କ୍ଲାସ ପାଇବ, ମୋ ଝିଅ ଭଲ ବର ପାଇବ।
କିନ୍ତୁ ସେଇ ଜାଗାରେ ମୀରା ଯେତେବେଳେ ଭକ୍ତି କରୁଥିଲେ, ଠାକୁର କହିଲେ ଭକ୍ତିର ଗାଢତ୍ୱ ହିଁ ପ୍ରେମ। ମଣିଷ ଭିତରେ ଏଇ ଭକ୍ତିଟା ଯେତେବେଳେ ଆସେ ତାର ପ୍ରେମ ଭାବ ଆସେ। ମୀରା ଈଶ୍ୱରଙ୍କୁ ପ୍ରେମ କରୁଥିଲେ, ମାନେ କୃଷ୍ଣଙ୍କୁ, କିନ୍ତୁ ତାଙ୍କ ଭିତରେ ସେ ଭକ୍ତି ମାଧ୍ୟମ ଦେଇକରି ସେ ପ୍ରେମ କରୁଥିଲେ। ତେଣୁ ଆମେ ଆମର ଈଶ୍ୱର ଭକ୍ତି ହେଲା ପାଇବା ଉଦ୍ଦେଶ୍ୟରେ। ମୋ ପୁଅକୁ ଚାକିରି ମିଳୁ, ମୋ ଝିଅକୁ ବର ମିଳୁ, ମତେ ଧନ ସମ୍ପଦ ମିଳୁ। ତେଣୁ ସେଇଟା ହଉଛି କଣ, ଠାକୁର କହିଲେ ପରାର୍ଥକୁ ସ୍ୱାର୍ଥ ଭାବି କାର୍ଯ୍ୟ କଲେ ଠାକୁର ତା ମାନେ ପରମ ପିତା ସନ୍ତୁଷ୍ଟ ହୁଅନ୍ତି ଏବଂ ତାର ମଙ୍ଗଳ ବିଧାନ କରନ୍ତି। ତେଣୁ ସେଇଥିପାଇଁ ଆମେ ଯେ ମାନେ ଠାକୁର କହୁଛନ୍ତି ମଣିଷ ଏଇ ଯୋଉ ଡିଭାଇନ ମାନେ ଇଏଟା ଗ୍ରୋ କରିବାକୁ ହେଲେ ତାକୁ ସ୍ପିରିଚୁଆଲ ପ୍ରାକ୍ଟିସ କରିବାକୁ ପଡିବ। ତେଣୁ ଏଇ ତାହେଲେ ବିବେକାନନ୍ଦ ମଧ୍ୟ ସେଇ କଥା କହୁଛନ୍ତି ଯେ ଈଶ୍ୱର ମଣିଷକୁ ଏମିତି ଶକ୍ତି ଦେଇଛନ୍ତି, ସେ ଶକ୍ତିକୁ ଯଦି ସେ ପ୍ରପର ଫୋରମରେ ବିନିଯୋଗ କରେ ବା ବିନିଯୋଗ କରେ, ତାହେଲେ ସେ ଅସମ୍ଭବକୁ ସମ୍ଭବ କରିଦେଇ ପାରିବ। ତାହେଲେ ସେ ତିନିଟା ଶକ୍ତି କଣ? ହେଡ, ହାର୍ଟ, ହ୍ୟାଣ୍ଡ, ଟ୍ରିପୁଲ ଏଚ୍ ବୋଲି ତାକୁ କୁହାଯାଏ। ଆପଣ ଯଦି ହେଡ ହେଲା ଜ୍ଞାନ, ଆମେ ଯେତେବେଳେ ମାନେ କୌଣସି ଜ୍ଞାନ ଆହରଣ କରୁ, ଆମର କଣ ହାତ ବଢିଯାଏ, ପେଟ ବଢିଯାଏ, ଗୋଡ ଲମ୍ବା ହେଇଯାଏ? ନା, ସେଠି ଆମର ମାନସିକ ଅଭିବୃଦ୍ଧି ହୁଏ। ସେଟା ହେଲା ହେଡ ଇଜ ଦ ପ୍ଲେସ ଅଫ ହଉଛି ନଲେଜ। ତେଣୁ ଜ୍ଞାନ ବୃଦ୍ଧି ହେଲେ ମଣିଷର ମସ୍ତିଷ୍କ ବୃଦ୍ଧି ହୁଏ। ମସ୍ତିଷ୍କ ଭିତରେ ଥିବା ଯୋଉ ଶକ୍ତି, ସେ ଶକ୍ତିଟା ର ଡେଭଲପ ହୁଏ। ତେଣୁ ସେଇଥିପାଇଁ ପ୍ରଥମେ ମଣିଷ ଯୋଉ କଥା ଶ୍ରୀକୃଷ୍ଣ ମଧ୍ୟ ମାନେ ଅର୍ଜୁନକୁ ପ୍ରଥମେ ଜ୍ଞାନ ଯୋଗ ଦେଇଥିଲେ। ତେଣୁ ତାପରେ ତାକୁ ଦେଲେ କର୍ମ ଯୋଗ। କର୍ମ ହଉଛି ଆମର ଶରୀର ଦେଇଛନ୍ତି, ଭଗବାନ ଯୋଉ ଶରୀର ଦେଇଛନ୍ତି ତା ଦେହରେ ହାତ ଦେଇଛନ୍ତି, ଏ ହାତ ହଉଛି କର୍ମ କରିବା ପାଇଁ। ତେଣୁ ବିବେକାନନ୍ଦ କହିଲେ ମଣିଷ ଯଦି ତାର ହାତ ମାନେ କର୍ମ ଠିକ କରେ, ଏ ହାତକୁ ଯଦି ସେ ମଜବୁତ କରେ, ଏ ହାତକୁ ବା ଶରୀରକୁ ଯଦି ସେ ମଜବୁତ କରେ, ତାହେଲେ ସେ କର୍ମ ଯଦି ଠିକ କରେ, ତାହେଲେ ସେ ତା ଜୀବନରେ ମାନେ ଅସମ୍ଭବକୁ ସମ୍ଭବ କରିପାରିବ। ତେଣୁ ଜ୍ଞାନ ଆଉ ହେଲା ଗୋଟେ ଆସିଲା କର୍ମ, ଆଉ ଗୋଟେ ହେଲା ହୃଦୟ, ମାନେ ଯୋଉଟା କି ହାର୍ଟ, ଟ୍ରିପୁଲ ଏଚ୍। ଏ ଟ୍ରିପୁଲ ଏଚ୍ କୁ ଯଦି ମଣିଷ ଠିକ ସେ ୟୁଟିଲାଇଜ କରେ, ତାହେଲେ ସେ ଅସମ୍ଭବକୁ ସମ୍ଭବ କରିପାରିବ, ଯୋଉ କଥା ଶ୍ରୀକୃଷ୍ଣ ଶିଖେଇଥିଲେ ଗୀତାରେ ଅର୍ଜୁନକୁ। ତେଣୁ ସେଇ କଥା ବିବେକାନନ୍ଦ ମଧ୍ୟ କହିଲେ। ତେଣୁ ଥରେ ବିବେକାନନ୍ଦ କହିଲେ ହାର୍ଟ ଇଜ ଦ ପ୍ଲେସ ଅଫ, ଠାକୁର କହୁଛନ୍ତି ହାର୍ଟ ଇଜ ଦ ପ୍ଲେସ ଅଫ ଇମୋସନ। ତେଣୁ ଏଇଠି ଏଇଟା ହଉଛି ହୃଦୟ, ହଉଛି ପ୍ରେମର ସ୍ଥାନ। ତେଣୁ ହୃଦୟର ଭିତରେ ପ୍ରେମ ଯେତେବେଳେ ମଣିଷ ଜାଗ୍ରତ ହବ, ଯେତେବେଳେ ତା ଭିତରେ କସ୍ମିକ ଏନର୍ଜି ଡେଭଲପ କରିବ। ତେଣୁ ଜ୍ଞାନ ଯେତେବେଳେ ଉଦୟ ହବ, ସେ ଜ୍ଞାନ ଯେତେବେଳେ ସର୍ବ ମାନେ ଇଏରେ କାମରେ ଲାଗିବ, ସମସ୍ତଙ୍କ ପାଇଁ କାମରେ ବିନିଯୋଗ ହବ, ତା ଭିତରେ କସ୍ମିକ ଏନର୍ଜି ଡେଭଲପ ହବ। ତେଣୁ କର୍ମ କରନ୍ତୁ ବା ପ୍ରେମ କରନ୍ତୁ ବା ଜ୍ଞାନ ବିତରଣ କରନ୍ତୁ, ପ୍ରତ୍ୟେକଟା ଯଦି ମାନେ ସର୍ବବିଧ ମଙ୍ଗଳ ପାଇଁ ହୁଏ, ଯୋଉଟା ମାନେ କୁହାଯାଇଛି ଯେ ପ୍ରେମ ଭାବେ ଯାର ଅନ୍ତର ପୂରିତ, ସର୍ବ ପ୍ରାଣ ହୃଦୟ ଯାହା ହୃଦୟ ଅଙ୍କିତ, ସହାନୁଭୂତି ସର୍ବଭୂତେ ଯାର, ତା ଦୃଷ୍ଟିରେ ବିଶ୍ୱ ଏକ ପରିବାର, ବସୁଧୈବ କୁଟୁମ୍ବକମ୍ ବିଚାରଧାରା ତା ଭିତରେ ଆସିବ। ତେଣୁ ସେଇଥିପାଇଁ ଜଣେ ବିବେକାନନ୍ଦଙ୍କୁ କହିଥିଲେ, କହିଲେ ମୁଁ ତୁମକୁ ମାନେ ଘୃଣା କରେ। ବିବେକାନନ୍ଦ କହୁଛନ୍ତି ତୁମେ ଘୃଣା କର କି ଭଲ ପାଅ, ମୁଁ କିନ୍ତୁ ତୁମ ଭିତରେ ଅଛି। କହିଲେ ତୁମେ ଯଦି ମତେ ଘୃଣା କର, ତାହେଲେ ମୁଁ ତୁମର ମସ୍ତିଷ୍କରେ ରହିବି, ଆଉ ତମେ ଯଦି ମତେ ଭଲ ପାଅ, ମୁଁ ତୁମ ହୃଦୟରେ ରହିବି। ଜୟ ଗୁରୁ। ଜୟ ଗୁରୁ ସୁଭାଷ ଭାଇ। जय गुरु, जय गुरु, बहुत बहुत धन्यवाद।